तो किए रे हां ଦେଇଛୁ ନା ମୋର ଖରାପ ଚୁପ୍ କରନ୍ତୁ ଯାହା କହିବି ସତ କହିବି। କାଜ କରୁଛନ୍ତି ସେତେବେଳେ ପଚାରି ଟିକେ ରତନ ବାବୁ ଦରକାର ରତନ ବାବୁ ଧ୍ୟାନ ଦିଅନ୍ତୁ ସେଟା ଆପଣ ଚୁପ୍ କୁହନ୍ତୁ ଯାହା କହିବି ସତ କହିବି। ସେଟା କାନରୁ କାଢନ୍ତୁ ଆଜ୍ଞା ସବୁ ସତଟା କାନରୁ କାଢନ୍ତୁ ହେଲାନି କୋଉଠି ହେଲାନି ରେଡି ୟାକୁ କିଛି କୁହନ୍ତୁ ଯାହା କହିବେ ସତ ବିମାନ ତ ଖେଳ କାଲି କଲ ରତନ ବାବୁ ଆପଣ ଶିକ୍ଷିତ ଲୋକ ଆପଣଙ୍କ ବାପା ମା ଆପଣଙ୍କୁ ପାଠ ଶାଠ ପଢେଇଲେ ବିଇଡି କୌଣସିରେ ଆପଣଙ୍କର ଅବହେଳା କରିନାହାନ୍ତି କିନ୍ତୁ ଆପଣଙ୍କ ପରିବାର ଏବଂ ଆପଣଙ୍କ ଚାରିପାଖରେ ଥିବା ଲୋକଙ୍କର ଗୋଟାଏ ଅଭିଯୋଗ ଆଜି ଆପଣଙ୍କ କଥାର ଉତ୍ତର ଦିଅନ୍ତୁ ଏଇଟା ଶୀତ ଦିନ ଏସି ଦରକାର ନାହିଁ ଆପଣଙ୍କୁ ଶୀତ ଦିନରେ ବି ଏସି ଦରକାର ହେଉଛି ଆପଣ କୌଣସି କାମ ପ୍ରତି ଆଗ୍ରହ ବଳଉନାହାନ୍ତି ଏ ଅଭିଯୋଗ କାହିଁକି ଆସିଛି ଆପଣଙ୍କ ନାଁରେ? ମାନେ ଆମ ଚାରିପାଖରେ ଯୋଉ କାମ ଅଛି ଯୋଉ ପ୍ରକାର କାମ କରି ଲୋକ ଭରଣ ପୋଷଣ ନିଜର ପେଟ ପୋଷୁଛନ୍ତି ସେ କାମ ପ୍ରତି ଆପଣଙ୍କର ଆଗ୍ରହ ନାହିଁ କୁକୁର ମାଙ୍କଡ ଭଳିଆ ଗଧ ମଣିଷ ଭିତରେ ପାର୍ଥକ୍ୟ କରୁଛି ଗଧ ଖଟିଲା ମଣିଷ ଖଟିଲା ତମେ ମୁଁ କଣ ଗଧ ମୁଁ ବସିବି ବଡ ଲଗେଇକି ବସିବି ବିଶେଷ ଦି ଚାରି ଝିଅ ଠିଆ ହେଇଥିବେ ଏସିଟା ଲାଗିଥିବ ସୁସୁରିଆ ଲାଗୁଥିବ ଆଗରେ ଗୋଟେ କାଚ ଲାଗିଥିବ ଟେବୁଲ ପଡିଥିବ ପେନ୍ ଫେନ୍ ଥିବ ମାସକୁ 75 65 ଏମିତି ମିଳୁଥିବ ହଜାର ଆମକୁ ଜଣା ନାହିଁ ଆପଣଙ୍କୁ ଜଣା ଅଛି ସେଇ ନେଇ ସେଇଥିପାଇଁ ମୋର ଆଗ୍ରହ ଆପଣ ଜୀବିକା ପାଇଁ ଅନ୍ୟ ମାନେ ଗୋଟେ ଲୋକ ଚିନ୍ତା କରନ୍ତୁ ସେ ବି ଆପଣ ଭଳିଆ ସେ ସବୁ ପିଲା ତ କାଇଁ ଷ୍ଟେଜ ମାନେ ଚନ୍ଦା ହେଇଗଲେ ବୁଢା ହେଇଗଲେ ଜୀବନ କଣ କଲେ ଦେଖନ୍ତୁ ଆପଣ ଆମ ବିଷୟରେ କିମ୍ବା ବିଚାରପତିଙ୍କ ନା ନା ବିଷୟରେ କାମ ବାବଦରେ ଯୋଉ ଆଗ୍ରହ ଆରେ ମଣିଷ ଭଳିଆ ବଞ୍ଚ ଆରେ ରସନା ବାସନା ଶ୍ରବଣ ରମଣ ଇଏ ଚାରିଟା କାମ ରସନା ବାସନା ଶ୍ରବଣ ରମଣ ତମେ ଯୋଉ ମଣିଷ ତମେ କଣ ଗୋଟେ ନଙ୍ଗି ବସେ ବସିବେ ଯେ ଆପଣ ଦିନ ସାରା କିଛି କାମ କଲା ପରେ ନିଜ ହାତରେ କିଛି ଟଙ୍କା ରୋଜଗାର କଲା ପରେ ଆପଣ କିଛି ସମୟ ଆରାମରେ ବସିବେ ଆପଣ ତ କହୁଛନ୍ତି ମୁଁ ସବୁବେଳେ ଆରାମରେ ବସିବି କିଛି କରିବିନି ଆକ୍ଚୁଆଲି ଏଇ ଯୋଉ କଥାଟି ଆପଣ କହିଲେ କଣ ହେଲା ଆପଣଙ୍କର ଚିନ୍ତାଧାରା ପରିବର୍ତ୍ତନ କାହାର ଆପଣମାନଙ୍କର ଦେଖନ୍ତୁ ଏଇ ଯୋଉ ବେକାର କଥା କହିଲେ ମାନେ କଣ କରିବା ଦରକାର ଆକ୍ଚୁଆଲି କଣ କଲେ ଜାଣିଛନ୍ତି ଆପଣ ଟୋଟାଲ ପୃଥିବୀଟାକୁ କିଏ ଚଳଉଛି ଟୋଟାଲ ବ୍ରହ୍ମାଣ୍ଡ ମାନେ ବୃହସ୍ପତି ନେପଚୁନ ଗ୍ରହ ପ୍ଲୁଟୋ ପାଖରୁ ଜହ୍ନ ପୃଥିବୀ ନଦୀ ପୁଷ୍କରିଣୀ ଜଳ ଟୋଟାଲ ସିଷ୍ଟମ ନିଆଁ ବାୟୁ ମରୁତ ପଞ୍ଚଭୂତ କାହାର କଣ୍ଟ୍ରୋଲ ଗୋଟେ ଈଶ୍ୱରଙ୍କର ସେ କିଏ ଈଶ୍ୱରଙ୍କର ଆପଣ କିଛି ବି ବିଷ୍ଣୁ ରୂପ ଦେଇପାରିବେ ବିଷ୍ଣୁ ବହରେ ଅଛି କାରଣ ନିର୍ଦ୍ଦେଶ କଲେ ବିଷ୍ଣୁ ସେ କଣ କରୁଛନ୍ତି କଣ କରନ୍ତି ବିଷ୍ଣୁଙ୍କ ପରିଚାଳନା ସବୁ ଚାଲିଛି କଣ କରନ୍ତି ସେ what he does ନା ଈଶ୍ୱରଙ୍କ ବିଷୟରେ ଯେତେବେଳେ ଦେଖିବ ଲକ୍ଷ୍ମୀ ଗୋଡଟି ଘଷୁଥିବେ ଗୋଡଟି ଟିକେ ଆପଣ ଅଦାଲତ କାଠଗୋଡା ଗୋଡ ସେ କେବଳ ଗୋଡଟି ଲମ୍ବେଇକି ବସିଥାନ୍ତି ସେ କିଛି କାମ କରନ୍ତି ସେ ଖାଲିଟାରେ ବେକାର ହେଇକି ବସିଛନ୍ତି ବୋଲି ଟୋଟାଲି ବ୍ରହ୍ମାଣ୍ଡଟା କଣ୍ଟ୍ରୋଲ ବାଇ ହିମ୍ ଯଦି ମତେ ଚିନ୍ତା କରି ଦେଖିଲେ ସାର୍ ଚିନ୍ତା କରୁ ଯଦି ବିଷ୍ଣୁ ଗୋଟେ ଅଫିସର କ୍ଲର୍କ ହେଇଥାନ୍ତେ କିଏ ପିଅନ ହେଇଥାନ୍ତେ ଝାଡୁଦାର ହେଇଥାନ୍ତେ ପୃଥିବୀ ସମ୍ଭାଳିଥାନ୍ତେ କି ବେକାର ରହିବା କାରଣରୁ he is controlling the whole universe ବେକାର ଜୀବନ ଉଚିତ ରହିବା ଉଚିତ ଆପଣ ଆପଣଙ୍କ ଚାରିପାଖ ସାର୍ ଆଇଜାକ୍ ନ୍ୟୁଟନ କେ ସାଇଣ୍ଟିଷ୍ଟ ଆଇଜାକ୍ ନ୍ୟୁଟନ ଯେତେବେଳେ ମାଧ୍ୟାକର୍ଷଣ ବଳ କଥା ବାହାର କଲେ ସେତେବେଳେ ସେ କଣ କରୁଥିଲେ ଯାଉନଥିଲେ ଖାଉନଥିଲେ ପିଉନଥିଲେ ଧାଉନଥିଲେ ଲେଖୁନଥିଲେ ପଢୁନଥିଲେ ସେ ଗବେଷଣାରେ ଥିଲେ କିଛି ଜାଡାଜଡ ବେକାର ଟାଇପ କଥା ତମ ସାଙ୍ଗେ ବେକାର ଭଲି ମନେ ଆପଣ ପାଠ ପଢିଛନ୍ତି ହଁ ପଢିଲା ଖାଲିଟାରେ ଗୋଟେ ବସିଥିଲେ କୋଉଠି ବୁଝେଇ ଏମିତି ବସିଛନ୍ତି ତାପରେ ରୁହ ସେଉଟା ପଢୁ ହଁ ଆପଣ ସେ ନ୍ୟୁଟନଙ୍କ କଥା କଣ କହୁଥିଲେ ଯେ ମୁଁ କହୁଥିଲି ଯେ ଆପଣ ବର୍ତ୍ତମାନ 10:05 ବାଜିଲାଣି ଆପଣଙ୍କୁ 10:30ରେ ଆସିକି ଆପଣଙ୍କ ଅଦାଲତରେ ପହଞ୍ଚିବାର ଅଛି ଏଇ ସମୟ ଭିତରେ ଯଦି ରାସ୍ତାର ଗଲାବେଳେ ହଠାତ୍ ଦେଖିବେ ଗୋଟେ ସେଉ ପଡିଲା ଆପଣ ତାକୁ
और पहले खबर नहीं ମୋର ସବୁ ଖାଇ ଦେଉଛନ୍ତି ନା ଇଆଡ଼େ ଥରେ ଖାଉଛନ୍ତି ସିଆଡ଼େ ଥରେ गोटे मर्जी ଖାଏ ଖାଇ ଟାଇମ୍ ହେଲା तुम्हारे गोटे मर्जी ଦୁଇଥର ମନେ पाँच ना रह सेटा पजा मारी गाड़ी के କିଛି ନା କିଛି ଦିଆ ପାଣି ଦିଆ ବ୍ୟସ୍ତ ନାହିଁ किसी नहीं କୁମାର କରିବି ନାଇଁ ମୁଁ ତ ବ୍ୟସ୍ତ ସେତେବେଳେ ଆପଣ କଣଟା କାମ କରିବି ଯେ ସେଉଟା ତଳୁ ଉପରକୁ ପଳେଇବ ହଠାତ୍ ଆପଣ ଏଇଟା କାଇଁ ଗଲା ତା ମାନେ ଆପଣ ଟାଇମ୍ ନାହିଁ ରେ ଏ ଜାଣ ମାସ ଆସା ସେଉଟା ଉପରକୁ ପଳେଇଲା ଅଲଗା କଥା ଚିନ୍ତା କରିବେ କିନ୍ତୁ ଜଣେ ବେକାର ଲୋକ ଚିନ୍ତା କରିବେ ସେଉଟା ଉପରକୁ ତଳକୁ ପଳେଇଲା ନାହିଁ ତାକୁ ପୁଣି କାଢିଲେ ତଳେ ଯାଇକି ହାତ ମାରି ଦୌଡ଼ି ଲାଗିଥିଲା ଉପରକୁ କିଏ ତାକୁ ଫେରିଲେ ନା ନାହିଁ ସାର୍ ପୃଥିବୀର ମଧ୍ୟ କଣ ଅଛି ଯୋଉଟା ନିଜ ଆଡକୁ ଟାଣୁଛି ସେଇଟା କଣ ଚାଲ ମୁଁ ନ୍ୟୁଟନ ମୋ ମନ ଇଚ୍ଛା ଗୋଟେ ତାକୁ ବଳ ଦେଇକି ଟାଣା ଦେଲି ଗ୍ରେଭିଟି ଓଡ଼ିଆରେ କୁହାଗଲା ମାଧ୍ୟାକର୍ଷଣ ବଳ ଠିକ ଅଛି ନା ନା କଥା ସେଇଠୁ ବାବା ଯଦି ନ୍ୟୁଟନ ତାଙ୍କୁ ଲାଗୁଥାନ୍ତା ଯାଇଥାନ୍ତେ ତାଙ୍କ ସ୍ତ୍ରୀ ଯଦି କହିଥିବ ମୋ ପାଇଁ ଚପଲ କିଣିକି ଆଣ ଝିଅ একসাথে দপিলে আদালতের সময় নষ্ট ଏଇଟା ଗୋଟେ କାଇଁ କଥା ତାକୁ ଯାହା ଶୁଣ ଆମେ ଦି ଜଣ ଧୀରେ ଧୀରେ କଥା ହଉଛେ ଯାହା କହିବାର ଅଛି ଏଠି ପଳେଇ আবুখান প্রশ্নর উত্তর দিও ମାନେ ତାଙ୍କ ଆପଣ ଏଠିକି ଆସିବେ ଶୁଣ ମୁଁ ଯାଉଛି ଚେତା ନେଇ ଆସ ଶୁଣ ମୁଁ ତାଙ୍କର ବସି କହିବି ନା ଆପଣ ଏଠି ବସନ୍ତୁ ମୋ ସାଙ୍ଗରେ କଥା ହୁଅନ୍ତୁ ବିଚାରପତି ନା ନା କଥା ଶୁଣ ଛାନିଆ ମାନେ କାହିଁ কথাটা সুস্থরে হবে আরামরে হবে না আমার ଗୋଟେ ନିର୍ଦ୍ଦିଷ୍ଟ ସମୟ ଅଛି ଆମେ ସେ ସମୟକୁ ନଷ୍ଟ କରିପାରିବାନି ଆପଣ ବେକାର ବୋଲି ଆପଣଙ୍କ ସମୟର ମୂଲ୍ୟ ନାହିଁ ତ ଆପଣ କହୁଛନ୍ତି ଯେ ବେକାର ସମୟରେ ବସିଥିଲା ବେଳେ ସେଉଟା ପଡ଼ିଲା ତେଣୁ ତାଙ୍କ ମୁଣ୍ଡରେ ପଶିଲା ଯେ ସେଥିରୁ କିଛି ଉଦ୍ଭାବନ କଲେ ଯୋଉମାନେ ଲେଖାଲେଖି କରୁଛନ୍ତି ସେମାନେ କଣ ମାନେ ଧାଉଁ ଧାଇଁ ଲେଖନ୍ତି ନାଇଁ ଏମାନେ ଚିନ୍ତାଶୀଳ ଲୋକ ଲେଖାଲେଖି ଲୋକ ସେମାନେ ଭାବିବେ ଲେଖିବେ ପ୍ରବଳ ଚିନ୍ତାମ କିନ୍ତୁ ଏପର୍ଯ୍ୟନ୍ତ କରିଛନ୍ତି କଣ କରିଛନ୍ତି କଣ ଆପଣ ଚିନ୍ତା କର ସାଙ୍ଗେ ସାଙ୍ଗେ ସେମାନେ କୁହ ମାନେ କୁହ ନା ସେଉଟାକୁ ଦେଖି ଚିନ୍ତା କରିସାରିଲା ପରେ କରିବେ ଆପଣ ଭାବୁ ଭାବୁ ହୁଏତ ଆପଣଙ୍କ ଜୀବନ ଚାଲିଯିବ ସେମିତି କିଛି ଗ୍ୟାରେଣ୍ଟି ବି ନାହିଁ ଚାଲି ଯାଇପାରେ କିନ୍ତୁ ମୁଁ ଭାବୁଛି କାହିଁକି ଆପଣ ଜଣ ଗୋଟେ ବେକାର ପଣିଆର ଗୋଟେ ନମ୍ବର ଏଇ କଥାଟି ମୁଁ କହୁଛି ଚିନ୍ତା ଚେତନାରେ ପରିବର୍ତ୍ତନ ଦରକାର ଗଲା କି ଆମ ବେକାର ମାନଙ୍କୁ ଜାଣିଛୁ ଆମେ ଆଗେଇ ଆରେ ଯିବୁ ମୁଁ କଣ ଚାକିରି କରିକି ମୋ ପାଇଁ ଯୋଗ୍ୟତା ନାହିଁ ନା କଣ ନାଇଁ ଆପଣଙ୍କୁ କିଛି ଚାକିରି ମିଳିଥିଲା ଆପଣଙ୍କ ବାପା ଗୋଟେ ଇରିଗେସନ ଡିପାର୍ଟମେଣ୍ଟରେ ଆପଣଙ୍କ ପାଇଁ ଗୋଟେ ଚାକିରି କରେଇଲେ ଆପଣ 3 ମାସ ବି ରହିପାରିଲେନି 2 ମାସ ରହିଛି 3 ମାସ ଦରମା ହେଇଥିଲା ମୁଁ ରହିଲି ନାହିଁ କାହିଁକି ଏଠି ଗୋଟେ ଲୋକ ଆସିଲା ଏଠି ଗୋଟେ ବସଛୁ ଏପଟେ ଆସିକି ଫାଇଲେ ତୁ କିଏ ସରକାର ମୋତେ ଚାକିରି ଦେଇଛି ଇରିଗେସନ ଡିପାର୍ଟମେଣ୍ଟ ଦେଇଛି ମୋ ବାପା କହିକି ବଡ ଲୋକକୁ ଚାକିରି ଦେଇଛି ତୁ ଟିକେ ମୋତେ କହିବୁ ମୋ ବାପା ଯଦି ମୋତେ କହିବ ତୁ କିଏ ବେ ନାଇଁ ଆପଣଙ୍କ କାମ କରିବା ପାଇଁ ଆପଣଙ୍କ ଉପର ଅଫିସର ଆପଣଙ୍କୁ କହିବେ କଣ କହିବ ତ ସେଟା ଗୋଟେ ସିଷ୍ଟମ ସିଷ୍ଟମ ମାନେ ଗାଳି କରିଦବ କଣ ଦରମା 65,000 ଟଙ୍କା ଦଉଛୁ 65,000 ଟଙ୍କା ଦଉଛୁ 65,000 ଟଙ୍କା ଦେଇଦେଲେ ତାମାନେ ଆପଣ 65,000 ଟଙ୍କା ଦରମା ଆଶା କରୁଛନ୍ତି ଆପଣ ବିଡି କରୁଛନ୍ତି ଆପଣଙ୍କୁ 65,000 ଟଙ୍କା ଆଶା କରୁଛନ୍ତି ଆପଣଙ୍କୁ ସେମିତି ସୁପରଭାଇଜିଂ କାମ କରୁଛନ୍ତି ଏଇ ଯୋଉ ବିଲ୍ଡିଂ କାମ କରୁଛନ୍ତି ଆପାର୍ଟମେଣ୍ଟ କାମ କଲେ ଜାଗାରେ ରୋଡ ସିମେଣ୍ଟ ଜଗି ମୁଁ ଲୋକ କାମ କରୁଛନ୍ତି ମୁଁ ଯାଇଥିଲି 2 ଦିନ ପାଇଁ ପଳା ପଇଲା ମୋତେ ଆପଣ କେତେ ପଇସା ସେମାନେ ଭଲ ପଇସା ଦେଇଥିବେ ଏଇ କାମରେ ହଁ 15,000 ଟଙ୍କା ଭଲ ଲାଗିଲା ନା ମାନେ ମୁଁ ବଡ ପାଟିରେ 15,000 ଟଙ୍କାଟାକୁ ଆପଣ କହୁଛନ୍ତି ଯେ ଏତେ କମ ଆମାଉଣ୍ଟ ତ ଆପଣ ଚେଷ୍ଟା ତମେ ଯୋଉ ଖୋଜୁଛ ସତ କଥା ମତେ କେତେ 5,000 ଦଉଛନ୍ତି ନାଇଁ ଆମ ଦରମା କଥା ନୁହେଁ 12,000 ଟଙ୍କା ଗୋଟେ ଭଲ ଆମାଉଣ୍ଟ ଆପଣ ଦେଖିବେ ଆପଣ କିଛି କରିବେ ମାସକୁ ପଇସା କୋଉଠି ଆଣୁଛନ୍ତି ଆପଣ ଭାଇ ଚାକିରି କରୁଛନ୍ତି 3 ଭଉଣୀ ବାହା ହେଇଛନ୍ତି ବେଣୀ ମାନେ ଦିଅନ୍ତି ଭାଇ ମାନେ ଦିଅନ୍ତି ସାନ ଗୁଡାକ କଣ କାମ କରିବା ଦରକାର ତମେ ବଡ ମାନ କରି ତାକୁ ଦେଇଛ ଆପଣ ସାନ ହେଇକି ନାହାନ୍ତି ଆପଣଙ୍କ ବୟସ 35 ପ୍ଲସ୍ ହେଲାଣି ତ ଆପଣଙ୍କର ଆପଣଙ୍କ ଭାଇ ଠାରୁ ବଡ ହେଲାଣି ମୋ ବାପା ଠାରୁ ବଡ ନାଇଁ ବଡ ହେଇନା ସେମାନେ ରୋଜଗାର କରୁଛନ୍ତି ମାନେ ସାନ ଭାଇ ରୋଜଗାର କରିବା କଣ ଦରକାର କିନ୍ତୁ ଆପଣଙ୍କ ବୟସର ପିଲା ଆପଣଙ୍କ ବୟସର ଯୁବକ ସେମାନେ ରୋଜଗାର କଲେଣି ଆପଣଙ୍କ ପୋଷାକ ପତ୍ର ବା ଆପଣଙ୍କର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଆପଣ କଣ ହାତ ପତି ମାଗୁଛନ୍ତି ନା ଏମିତି କହିଲେ ଦେଇକି ହାତ ପତି ଦେଇକି ଏମିତି ଭାଇ ଦବୁ ଗାଡି ଦେଲେ 5 ଟଙ୍କା ଭାଇ ପକେଇ ଦେବ ଏ ମୋ ପେଣ୍ଟ
পেনটা দেখুଛନ୍ତି সেকেন্ড হ্যান্ড প্যান্ট কোন ହେଇଥିବ এটা দেখুଛନ୍ତି না পেনটা এটা সেকেন্ড হ্যান্ড প্যান্ট ভଳିଆ ଲାଗୁଛି সেকেন্ড হ্যান্ড ଆଉ ଚିରି ଫାଟି ଭାଇ 1999 ଟଙ୍କା 4000 ଟଙ୍କାରୁ 1 ଟଙ୍କା କମ ଆପଣ 3000 ଟଙ୍କା ଦେଇ ପ୍ୟାଣ୍ଟ ଆଣିଛନ୍ତି ମୋ ବୋଉର ଦି ପଟ ସୁନା କଲା ବନ୍ଧା ପକେଇଲା ପରେ ମତେ କହିଛି এটা ভালো কোম্পানি না নামি কোম্পানি না সুট ମୁଁ ଏଇଟା ମୁଁ ବସରେ ମତେ ପାଟି ପିନ୍ଧି ଦା ଏକ୍ସିଡେଣ୍ଟ କରି ଦେଇତା ପ୍ୟାଣ୍ଟ ରିପୋର୍ଟ କରି ଦେଇ ପାଟ ପାଟି ଯେତି এই ଯୋଉ ଚାକିରି କରିକି ମୁଣ୍ଡଟାକୁ ନଷ୍ଟ କରିଦେଲେ ବ୍ରହ୍ମାଣ୍ଡ ଯାକର ଦାୟିତ୍ୱ ଗୋଟେ ଲୋକ ମୁଣ୍ଡରେ ପଶା ସେମାନେ ହଉଛନ୍ତି ବେକାର ଆମ ବାବୁକୁ ଯଦି କହିବି 200 ପଏଣ୍ଟ କହିବି ଆମେ କିଛି କରୁନୁ ବେକାର ଲୋକ କିଛି କରୁ ଇଲେକ୍ସନ ସମୟରେ ଯୋଉ ନେତାଙ୍କ ସବୁ ବୁଲୁଛନ୍ତି ସେଟା କିଏ ସେଟା କିଏ କିଏ ମାନେ ସବୁ ବେକାର କଷ୍ଟର ମାରିବା ତାକୁ କଷ୍ଟର ଚିରିବା ଅଲଗା ମିଟିଂରେ ଯାଇକି ଦି ଅକ୍ଷରି ଉଡେଇବା ପଚା ଟମାଟୋ ଅଣ୍ଡା ଫୋପାଡ଼ିବା ଜିନ୍ଦାବାଦ ଜିନ୍ଦାବାଦ କହିବା କର୍ମୀ ଯୋଗାଡ଼ କରିବା 10-50 ଲୋକଙ୍କୁ ରୁଣ୍ଡ କରିବା ରାତିରେ ଗାଁ ଭିତରେ ବସିକି ପଇସା ବାଣ୍ଟିବା ଭୋଟ କେନ୍ଦ୍ରରେ ଜବରଦସ୍ତି ଇଭିଏମ ମେସିନ୍ ଭୁଲଭାଲ କରିବା ଦାୟିତ୍ୱ କାହାର ତାମାନେ କିଏ ସେଗୁଡା ତାମାନେ ବିଶ୍ୱାଳ ବାବୁ ଆପଣ ଇଲେକ୍ସନ ବେଳେ ନେତାମାନଙ୍କ ପାଇଁ କାମ କରିବା ଏଇ ଗୋଟିଏ କାମ ପାଇଁ ଆପଣ ସାରା ବେକାର କରୁଛନ୍ତି ମୋର ସାନ ଭଉଣୀ ବଡ ଭଉଣୀ ଯେତେବେଳେ ପାଠ ପଢୁଥିଲେ କଲେଜ ଯେତେବେଳେ ଯିବେ ଏ ସବୁ ରସିକିଆ ସବୁ ଆମ ଗାଁ ସବୁ ପିନିପିନିଆ ରସିକ ସବୁ ପାନ ଖିଲେ ଖିଲେ ଯାଇକି ନାଲେ ଏକ ଡଳୁଚୁ ଭାଇଟେ ବେକାର ଭାଇଟେ ଘରକୁ କହିଦେବେ ଗୋଟେକୁ ମାରିକି ତା ଦାନ୍ତ ଖସେଇ ଦେଇ ଏବେ ଗୋଟେ ପ୍ଲାଷ୍ଟିକ ଦାନ୍ତ ଲଗେଇଛି ସିଏ ଭଉଣୀକି କହିଦେବୁ ଭାଇ ଯଦି ବେକାର ଥିବ ଘରେ ମାରିକି ତା ମୁହଁଟେ ଦେବି ମୁଁ ମାନେ କେତେବେଳେ କେମିତି ଅସାମାଜିକ ଯୁବକଙ୍କୁ ସାବାଟ କରିବାଟା ଆପଣଙ୍କର କାମ ଭଉଣୀ ଉପରକୁ ସେମାନେ ବେକାର ଭାଇ ଦେବାରେ ତାମାନେ ଚାକିରି ଭାଇ ଅଫିସରେ ଚାଲିଲାଣି ସେ ବେକାର କଥା ଧର ବୋଳେ ସେ ପୁକାଚି ଗଲା ତୁ କାଇଁ ତୁ ଦେଖ ତ ଓଡଣି କାଇଁ ଖସିକି ଯାଉଛୁ କି ଭାଇ ବଡ ଭାଇ ଚାକିରି କରୁଥିଲା କହି ଦେଇ ପଳେଇଲା ମୁଁ ମୋ ଭଉଣୀକୁ କହିଦେବୁ ବେକାର ଅଛି ତୁ ପାପା ଖାଇଲେ ମୁଁ ମଦ ପିଉଛି ତୁ ଗଲେଇଟା ଟାଇମ୍ ମୁଁ ଡ୍ରଗ୍ସ ଖାଉଛି ଗଲି ଧାଇ ପାଟି ନେଇଗଲି ଆଜି ପର୍ଯ୍ୟନ୍ତ ଛକୁ ଆସୁନି ସେ ଟଙ୍କା ଏଇ କାମ ପାଇଁ ଆପଣ ବେକାର ହେଇକି ଘରେ ବସିଛନ୍ତି ପୁଣି କଥା କଣ ଅଛି এই যে ডিপার্টমেন্ট পুলিশ ডিপার্টমেন্ট রয়েছে আমি যদি নথাকু সে বর্তমান চেনাচুর চরবণ আর পান খাইয়া ভিতর নাগর দ্বিতীয় কাম আরে আমি অসুলি রাজনীতি হবো টামারেটা হবো উদ্দাতে হবো আমি কাহার যুদ্ধ করব কুকুড়া টানবো যুগি টানবো কোন গাছ মারবো এই যে কথা সব হবো সেটাবেলে পুলিশ দরকার না যদি আমি বেকার আমি নতুন সমাজতে দিকে কল করব কাজ করব ভালো সেই কামটা করিব কি পুলিশ কাজ রইবে আমরা রাজনীতি ডিপার্টমেন্ট আছে বেকার ডিপার্টমেন্ট কাটবো নাকি পুলিশ ডিপার্টমেন্ট আছে মানে তুমি বুঝো যে ମାନେ ଆଉ କଣ ଆପଣ ସମାଜର ଭଲ କରୁଛନ୍ତି ଆପଣଙ୍କର ଆପଣଙ୍କ ପରିବାରର ଭଲ କରୁଛନ୍ତି କହିଦିଅନ୍ତୁ ଧରାଯାଉ ଆମେ ବଡ ବଡ ପିଲା ଚାକିରି କରି ଭାଉଜ ଦି ଜଣ ଚାକିରିଆ ପୁତୁରା ଚାକିରି ସ୍କୁଲ ପଳେଇଲେ ବୋଉ ବସିକି ଭାଗବତ ପଢିବ ବାବା ତାଙ୍କର ବସିକି ପେପର ପଢିବ ଘରର ଯାବତୀୟ କାମ ଲାଇକ ପରିବା ଆଣା ଇଲେକ୍ଟ୍ରିକ ବିଲ୍ ପାଣି ବିଲ୍ ଦିଆଯିବ ପୁତୁରାକୁ ସ୍କୁଲ ଅଣାଯିବ পুতু ঝিয়ারি স্কুলে ছড়া দিব যা জিয়া ঘরକୁ নিমন্ত্রণ কাটতে নেই যা ভৌণী ঘরକୁ মিঠা নেই যা কি করিব সেগুলো ଆପଣ କରନ୍ତି ସେଇ କାମ ନିଜ ଲୋକ ହିସାବରେ ଆପଣ ବଞ୍ଚି ଯାଇଛନ୍ତି ବାସ୍ ବେକାର ରହିଲା ମାନେ କେତେ ଉପକାର ଅଭିଯୁକ୍ତ ରତନ ବିଶ୍ୱାଳ ଯିଏ କି ବେକାର ଅଛନ୍ତି ଏବଂ ବେକାର ପାଇଁ ଗର୍ବବୋଧ କରୁଛନ୍ତି ତାଙ୍କୁ ଆଜି କାଠଗଡାକୁ ଡକାଇଛି ଏବଂ ଜେରା କରାଯାଉଛି ରତନ ବାବୁ ଆପଣ ଧ୍ୟାନ ଦିଅନ୍ତୁ ମୁଁ ସେଇଟା ହିଁ ତ ଦଉଛି ଆପଣ ମୋର ହାତ କାଟନ୍ତୁ ଅଦାଲତ ଭିତରେ ଆପଣ ଏମିତି ବସିପାରିବେନି ରତନ ବାବୁ ମୁଁ ଯୋଉ ଆପଣଙ୍କୁ କହୁଥିଲି ଯେ ଆପଣ ଆପଣଙ୍କର ଗୁଡ଼ାଏ ମୂଲ୍ୟବାନ ସମୟ ଅଯଥା କାମରେ ବେକାର କାମରେ ବିନିଯୋଗ କରୁଛନ୍ତି ଗାଁରେ କୋଉଠି କାହାର ଜମିବାଡି ବାବଦରେ ଝାମେଲା ହେଲା କୋଉଠି ପୋଲିସ କେସ୍ ହେଲା କୋଉଠି କାହାର ଗାଡି ଚୋରି ହେଇଗଲା ଏବଂ କାହାର ବାହାଘର ସାହାଘର ଏଇ କଥାରେ ଆପଣ ସାଙ୍ଗ ଝିଅକୁ ନେଇକି ପଳେଇଲା ଏଇ କଥାରେ ଆପଣ କାହିଁକି ଏଇ ବେକାର କଥାରେ କାହିଁକି ମୁଣ୍ଡ ପୁରଉଛନ୍ତି ଆପଣ ନିଜ ପାଇଁ କିଛି ସେଇ ସମୟରେ କାହାର ଗଞ୍ଜା ବଡ ହେଇଗଲାଣି ତ କାହିଁକି ଆପଣ ଏଇ ବେକାର କଥାରେ ମୁଣ୍ଡ ପୁରଉଛନ୍ତି ଯୋଉଥିପାଇଁ ଆପଣଙ୍କ ପରିବାର ଲୋକ ଭାରି ବିରକ୍ତ ହଉଛନ୍ତି ଆପଣଙ୍କ ପାଖରେ ଯଦି 1000 ଟଙ୍କା ଅଛି କେତେ 1000 ଟଙ୍କା ତାକୁ ଆପଣ କଣ କରିବେ 1000 ଟଙ୍କା ଯଦି ମୋ ପାଖରେ ବଳକା ଅଛି ମୁଁ ତାକୁ ବ୍ୟାଙ୍କରେ ରଖିଦେବି ଯୋଉଠି କୋଉ ବ୍ୟାଙ୍କରେ ରଖିବେ ଯେକୌଣସି ବ୍ୟାଙ୍କରେ ପ୍ରାୟତଃ ସୁଧ ସମାନ ଅଛି ଯଦି 10000 ଟଙ୍କା ଅଛି 10000 ଟଙ୍କା ଅଛି ତାହେଲେ ମୁଁ ତାକୁ ଫିକ୍ସ ଡିପୋଜିଟ୍ କରିବା ପାଇଁ ଚେଷ୍ଟା କରିବି କୋଉଠି ବ୍ୟାଙ୍କ ହଉ ଯୋଉ ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ରେ 5-7 ବର୍ଷରେ ବେଶୀ ପଇସା ମିଳିବ ଯଦି 10 ଲକ୍ଷ ଟଙ୍କା ଅଛି 10 ଲକ୍ଷ ଟଙ୍କା ଥିଲେ ସେଥିପାଇଁ ମୋତେ ଗୋଟେ ଭାବିବାକୁ ପଡିବ ତାକୁ କିଛି ବିଜନେସ୍ କରିବା ପାଇଁ ତ ଏଇ କଥାରେ 10 ଲକ୍ଷ ଟଙ୍କା ପାଇଁ ଯଦି ଆପଣ ଭାବିବେ କୋଉ ବ୍ୟାଙ୍କରେ ରଖିବି ତାର ରେଟ୍ ଅଫ ଇଣ୍ଟରେଷ୍ଟ କଣ ତାର ଟର୍ମ କଣ କେତେ ବର୍ଷରେ ଡବଲ ପରେ ମୁଁ ତାକୁ ଯଦି ମାରିବି ସେ 54 ହବ 54 ପରେ 58 ହବ
ମୋର ୟା ଭିତରେ ଏତେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି କା ଭିତରେ ମୋ ମୁଣ୍ଡରେ ଯେ ତାକୁ ମୁଁ କେମିତି ୟୁଜ କରିବି ସେଇଟା ଭାବି ମୋର ପଇସା ହେଇଗଲାଣି। ଚିନ୍ତା କରୁ ମାନେ ଆପଣଙ୍କ ମାନେ ଏ ମୁଣ୍ଡର ଏ ବୁଦ୍ଧି ମୁଁ କୋଉଠି ଲଗେଇବି ମତେ ଓଡିଶାଟା ଠିକ ଲାଗୁନି ବର୍ତ୍ତମାନ। ଆଉ ନା ମତେ ଆପଣ କେମିତି ଭାବୁଛନ୍ତି କଣ ଖାଲିଟାରେ ବସିଛି କିନ୍ତୁ ମୁଁ ବର୍ତ୍ତମାନ କେବଳ ଭାବୁଛି ଏପର୍ଯ୍ୟନ୍ତ କୋଟି କୋଟି ଟଙ୍କାର ସମ୍ପତ୍ତିର ବ୍ରେଣ୍ଡଟା ମତେ ଦହିଗୁଡ଼ା ଭଗବାନ ଦେଇଛନ୍ତି ତାକୁ କୋଉଠି ମୁଁ ଲଗେଇବି ମାନେ ସମୟ ଟାଇମ୍ ବାଦ ମୁଁ ଖାଲି ଟିକେ କଣ ଗୋଟେ ଗଡ଼ବଡ଼ ହେଇଯାଉଛି। ଆପଣ ଜାଣିଛନ୍ତି ସିଦ୍ଧାନ୍ତ ମହାପାତ୍ର ତ ଜାଣିଛନ୍ତି ସିଦ୍ଧାନ୍ତ ମହାପାତ୍ର ଆମ ହିରୋ ହଁ ହିରୋ ଚଳଚ୍ଚିତ୍ର କିନ୍ତୁ 1.5 ସେକେଣ୍ଡ ପରିଚୟ ପାରି ହେଇଗଲା ମୁଁ ଆଗକୁ ସିଜନ ଆପଣଙ୍କୁ ସେ 1.5 ସେକେଣ୍ଡ ବଡ଼ ସେ ଯୋଉ 1.5 ସେକେଣ୍ଡ ପାଇଁ ତା ଚୁଟି ସିଧା ମୋ ଚୁଟି ଗୁଞ୍ଜୁଛି ସିଏ ମନକୁ ବଢିଆ ଦେଖାଗଲା ମୋ ପଡା ହେଇଗଲା ମୁଁ ସିଏ ହିରୋ ହେଇଗଲା ବେକାରୀ 1.5 ସେକେଣ୍ଡ ତାଙ୍କ ସାଙ୍ଗରେ ମାନେ ଗୋଟେ ଦକ୍ଷାଂଶ ଜାଗା କେଉଁଝର ସିଏ ଆନ୍ଦପୁର ମୁଁ ମଞ୍ଜୁ ମାରା ବି ସେଠି ନହେଲେ ଆଜି ଦେଖିନା ନହେଲେ ସାଟା ପଡା ଦେଖାତା ମୁଁ ଏକା ମୋର ପୁରୀ ଆପଣ ନହେଲେ ତମେ ମାନେ ଭାଗ୍ୟର ବିପର୍ଯ୍ୟୟ ବେଳେ ଜାଗା ପଡେ ମାନେ ତଳେ ଆପଣ ସିଏ କଣ କଲେ ସେ କଥା ଚିନ୍ତା କରି ଆପଣଙ୍କର ମୂଲ୍ୟ ସମୟ ଆପଣ ନଷ୍ଟ କରୁଛନ୍ତି। ଚିନ୍ତା କରିବାକୁ ପଡିବ ନା ଲାଇଫଟା ମୋର ଭାଇ କିନ୍ତୁ କେବେ ନା କଣ କିଛି ତ କରିବେ ଆପଣ କଣ সময়ଟାକୁ ନଷ୍ଟ କରୁଥିବେ ଗାଁର ଅନ୍ୟମାନଙ୍କର ଏଇ ଏଗୁଡ଼ା ସାଙ୍ଗ କରା ଝିଅ ନେଇକି ପଳେଇଲା ତାକୁ ନେଇକି ସେଟ୍ କରାଯିବ କୋଉ କୋର୍ଟରେ ବାହା ହବ କୋଉ ଜାଗାକୁ ଫେରାର କରିଦେଲେ ଝିଅ ଘର ବାପା ଜାଣିପାରିବନି ଇଏ କଥା ତାପରେ କୋଉଠି ଝାମେଲା ଜାତି ହେଲା ମାନେ ସାଙ୍ଗେ ସାଙ୍ଗେ ମତେ ଯାଇକି ପହଞ୍ଚିବାକୁ ପଡୁଛି ଝିଅ ଗାଁ ଝିଅ ଖୁଦୁରୁକୁଣୀ କରିବେ ମାନେ ଖୁଦୁରୁକୁଣୀ ବେଳେ ମୋର ପଛରେ ମାତା ମାରି ପଡିବେ ମତେ ନା ମୁଁ ତ ମତେ ଟୋଟାଲି ମାନେ ସବୁ ଭଉଣୀଙ୍କର ଗୋଟେ ଭାଇ ଶାସନ ରତନ ମାନେ ଟୋଟାଲି ଫୁଲ ତୋଳା ପାଖରୁ ଆରମ୍ଭ କରିକି ବାଉଁଶ ବନ୍ଧା ମାନେ କାହା ବାଡିରୁ କଦଳୀ କାହା ବାଡିରୁ କଖାରୁ ଭୋଜି ହବ ସବୁ ଦାୟିତ୍ୱ ମୋର ମେଲୋଡି ପ୍ରୋଗ୍ରାମ ହବ ଜନସମାରୋହ ହବ ସରପଞ୍ଚ ଆସିବ ପିତା କାଟିବ ସବୁ ଅଲଗା ଗାଁ କାଟି ଆସିକି ସେଠି ଲୋକ ଦେଖିବେ ପୁଣି ଭୋଜି କରିକି ଥରେ ଗୋଟେ ଷ୍ଟେଜ ଉପରେ ସରପଞ୍ଚଙ୍କୁ ଡାକିଛି ମାନେ ଖୁଦୁରୁକୁଣୀ ଆମକୁ ନିମନ୍ତ୍ରଣ କରିଥିଲେ ସେ ସରପଞ୍ଚ ଆସୁଛି ମୁଁ ମାଇକ୍ରୋଫୋନ ଧରିଛି ମୁଁ କହିଲି ବର୍ତ୍ତମାନ ଆମ ମଞ୍ଚକୁ ଆସୁଛନ୍ତି ଆମର ଏଠାକାର ସମସ୍ତଙ୍କର ଲୋକପ୍ରିୟ ସରପଞ୍ଚ ଇଏ ଯୋଉ ଦଳର ଅଲଗା ଦଳ ବାଲା ଅଲଗା ଗାଁର ସେ ଆଇଲୁ ମୁଁ କହିଲି ସରପଞ୍ଚ ସୋଦରା ମୁଁ ନାଇଁ କିଏ କହିଲା ବେ ତ ବୋଉ ଅଦାଲତ ଏଟା ଆପଣ ମାଇକିରେ ସୁଦିନି ସେ ମାନେ ଏମିତି ଗଲେ ମାନେ କୁକୁରରେ ପେଟ୍ରୋଲ ମାନେ ଯେମିତି ସିନି ଉଡିକି ପଳେଇଲେ ସେ ସୁଦା ମୋ ଗାଁ ମୋ ଭଉଣୀ ତମେ କହି ଆସିବି ନାଇଁ ଆପଣ ବେକାର ଅଛି ସିନା ମୁଁ ଯଦି ଚାକିରି କରିଥାନ୍ତି ମୁଁ ଯଦି ସୁରାଟରେ ଦାଦନ କରିଥାନ୍ତି ମୋ ଭଉଣୀ ମାନଙ୍କର କଥା କିଏ ବୁଝିଥାନ୍ତା ବେକାର ଆପଣ ବୁଝୁଛନ୍ତି ଆଇ ଡୋଣ୍ଟ ଲାଇକ୍ ଦିସ୍ ଆଉ କଣ କରନ୍ତି କଣ ନ କରିବେ ମତେ କୁହ ଆପଣ ଇଲେକ୍ସନ ବେଳେ ନେତାଙ୍କ ପଛରେ ଇଲେକ୍ସନ ବେଳେ ନେତାଙ୍କ ପଛରେ ବୁଲିବା ଆମ ଏରିଆରେ କାହାର ସାଇ ଭାଇ କାହା କଳି କଜିଆ ସେଗୁଡା ଯାଇକି ମୁଣ୍ଡ ପୁରେଇବା ଜାଗା ବାଡି ଥିଲା ମୁଣ୍ଡ ପୁରେଇବା ଜାଗା ବାଡି କେସ ମୁଣ୍ଡ ପୁରେଇବା ଗାଁରେ ଯଦି କିଛି କଲଚରାଲ ଫଙ୍କସନ ହେଲା ଲାଇକ୍ ଖୁଦୁରୁକୁଣୀ ଝିଅଙ୍କର କଥା କିମ୍ବା ଆମ କ୍ଲବର ଯୋଉ ଆମର ଯୋଉ ଦଶହରା ବେଳେ ଯାତ୍ରା କ୍ଲବ ଅଛି ଲେଡି ଆର୍ଟିଷ୍ଟ ଆଣ ତାକୁ ଶିଖೋ ମାଷ୍ଟରକୁ ଆଣ ଧାନ ଚାଉଳ କଲେକ୍ସନ ପାଖରୁ ସିଏ କାମ କରିବା ତାପରେ ଟୋକା ଯଦି କିଏ ଝିଅ ଫିଅ ନେଇକି ପଳେଇଲେ ତାକୁ ନେଇକି ସେଟିଂ କରେଇବା କୋଉ ଝିଅ ଯଦି କୋଉ ଆମ ସାଙ୍ଗସାଥି ବାହାର ନେଇକି ରାତିରେ ଯାଇକି ଯେ ଧରା ପଡିଲା ସେ କଥାକୁ ସେ ରାତାରାତି ମ୍ୟୁଚୁଆଲ କରିବା ସବୁ କାମରେ ବର୍ଷ ସାରା ଆପଣଙ୍କର କିଛି ନା କିଛି କାମ ଅଛି ପୂଜା ପର୍ବଣ ଅଛି ବାହାଘର ବ୍ରତଘର ଅଛି ବାହାଘର ବେଳେ ବରଯାତ୍ରୀ ଆସିଲେ ଯଦି ସେ ଝାମେଲା ଜାତି କରିବେ ତାକୁ କାଠମେଳା ଧରିକି ବୁଡେଇବା ଗରମ ପାଣି ଛାଟିବା ବାପାରୁ ଆରମ୍ଭ କରିକି ବାଡେଇବା ବହୁତ ଟେନସନ ଆମ ମୁଣ୍ଡରେ ଆକ୍ଚୁଆଲି ବେକାର ଅଛି ବୋଲି ସିନା ଆମେ କହିପାରୁଛୁ ଆପଣ କହୁନାହାନ୍ତି ଆପଣ ଅନେକ ବାହାର ଲୋକଙ୍କର କଥାରେ ମୁଣ୍ଡ ଖେଳଉଛନ୍ତି ଆଚ୍ଛା ଆପଣ ରାଗିଲେ ସେତେବେଳେ କହିଦେଲି କାଇଁ ଏତେ କହିଲେ କିଛି କହୁନାହାନ୍ତି ସେତେବେଳେ ଆପଣ ମୋ ସାଙ୍ଗରେ କଥା କୁହନ୍ତୁ ଆପଣ ଦେଖନ୍ତୁ ଧ୍ୟାନ ଦିଅନ୍ତୁ ଆପଣ ଏତେ ଲୋକଙ୍କ କଥାରେ ମୁଣ୍ଡ ପୁରଉଛନ୍ତି କିନ୍ତୁ ଯେତେବେଳେ ଆପଣଙ୍କର ଖର୍ଚ୍ଚ ପାଇଁ ପଇସା ଦରକାର ହେଉଛି ସେତେବେଳେ ଆପଣ ଘରେ ଧମକେଇ ଧମକେଇ ପଇସା ନେଉଛନ୍ତି ବୋଉ ମାଗିଦେଲେ ଦେଇଦିଏ ନହେଲେ ସେ ଶୋଇଥିବ ତାର ବାକ୍ସ ହାତ ବାକ୍ସ ସେଇଟା ସେ ପଇସା ପତ୍ର ରଖେ ଚାବି କାଟିକି ଶାଢୀ କାଟିବା ପାଇଁ ଅଟୋ ରଖି ଦେଇଦେବୁ କାଇଦା ଶାଢୀ ଧୀରେକି ଅଣ୍ଟା ଫିଟେଇକି ଧୀରେକି ଟାଣିକି ନେଇକି ମୋର ସେଇଠି ପୁଣି ସେଇଠି ଚାବି ପକେଇ ତା ଶାଢୀ ବାନ୍ଧି ପୁଣି ସେଇଠି ରଖିଦେବି ବୋଉ ସବୁ ଜାଣିପାରେନି ମୁଁ ତା ପାଖକୁ ନେଇ ଆସେ ବାପା ବେଳେ ବାପା ମାନେ ସେ ଲାଗିବେ ବାପା ରାଗିବେ ସେ ବାପା ପଇସା ପଇସା ଲୋକ ମୋର ରିଟାର୍ଡ ପଇସା ପେନସନ ପଇସା କେତେ ମିଳୁଛି ତୁ ନଉଛୁ ଭାଇ ମାନଙ୍କୁ ମାଗୁଛୁ ଆମ ପାଖକୁ ନଉଛୁ ଆଚ୍ଛା ଭାଇ ମାନଙ୍କୁ ମାଗିଲେ ଭାଇ ମତେ ଭାରି ଭଲ ପାଏ ମୁଁ ସାନ ମୋର ଭାଇ ସାନ ଭାଇ ଭାଇ ଦେବେ 5 ଟଙ୍କା ଦେ
ହେବେ ନାଇଁ ଭାଇ ସବୁବେଳେ ଥରେ ଏମିତି କହିଲା ଗାମୁଛା କେତେ ଦିନ ଟୋଟାଲ ମୁଣ୍ଡରେ ବାନ୍ଧିନି ଗାମୁଛା ଦେ ନା ପିନ୍ଧିବି ଭାଇ କହିଲା ମୁଁ ଦେବେ କାଇଁ ପତ୍ର ଭଳିଆ ପିନ୍ଧିଲି 5 ଟଙ୍କା ଦେ ମାନେ ଆପଣ ଭାଇ ତ ପର ଲୋକ କହୁଛନ୍ତି ଆପଣ ବାହାର ଲୋକଙ୍କର ଭଲ ମନ୍ଦ କାମରେ ଯୋଗ ଦଉଛନ୍ତି କିଛି କାମ କରୁନାହାନ୍ତି ରୋଜଗାର କରୁନାହାନ୍ତି ବେକାର ରହୁଛନ୍ତି ତାପରେ ପୁଣି ବୁଝଉଛନ୍ତି ବାହାର ପରିବାର ବାହାର ପାଖରେ କାମ କରିବା ଦ୍ୱାରା ଆମେ କିଛି ରୋଜଗାର କରୁନୁ କଣ ରୋଜଗାର କରୁଛନ୍ତି ଯଦି ବୁଝୁଛନ୍ତି ତାହେଲେ ଘରେ କାଇଁ ପଇସା ମାଗୁଛନ୍ତି ତାଠୁ ବଡ଼ ରୋଜଗାରଟା ମୁଁ କରୁଛି ସେ ରୋଜଗାରଟା ତମେ କେହି ଜାଣିନ ସେଟା କଣ ସମସ୍ତେ ମତେ ଭଲ ପାଆନ୍ତି ସମସ୍ତେ ଭଲ ପାଆନ୍ତି କିନ୍ତୁ ମୋ ବାହାଘର ଗାଁର ଏମିତି କୌଣସି ଲୋକ ନାହିଁ ତା ଝିଅ ବାହାଘର ବେଳେ ରତନକୁ ଡାକିବିନି ତରକାରୀ ଦିଆ ପାଖରୁ ବର୍ଜା ଚାଲିବ ଉପରେ ସେଣ୍ଟ ପକେଇ ଗୋଲାପ ଫୁଲ ପକେଇ ଆଣିବା ଯାଏ ମୁଁ ଖୋଜିଆ କହିବେ ରତନକୁ ଡାକିବେ କହିଲେ ଅଲଗା ଗାଁକୁ କାଟି ଯାଆନ୍ତା ଧାଇଁ ପଡ଼ିବ ରତନ କିନ୍ତୁ ରତନ ବାବୁ ଆପଣ ଗୋଟାଏ କଥା ମନେ ରଖନ୍ତୁ ଯେ ରତନ ବାବୁ ମୋ କଥାକୁ ଧ୍ୟାନ ଦିଅନ୍ତୁ ଆପଣ ଗୋଟାଏ କଥା ସ୍ପଷ୍ଟ ମନେ ରଖନ୍ତୁ ଯେ କାହାରି ଭଲ ପାଇବାରେ ଆପଣଙ୍କର ସଂସାର ଚାଲିବନି ସଂସାର ଚାଲିବା ପାଇଁ ଆପଣଙ୍କୁ କିଛି ଉପାର୍ଜନ କରିବା ଦରକାର ନିଜେ କିଛି କାମ କରିବା ଦରକାର ଆପଣ ଭୁଲ ଭୁଲ କଥା ଯଦି ସଂସାର ଚାଲୁଥାନ୍ତା ଆପଣ ହାତ ପତେଇ ଭାଇକୁ ମାଗନ୍ତେନି ଭାଇ ମୋ ଭାଇ ମାଗୁ ତ ମୁଁ ମଝିରେ କଣ ମାଗିବି ପଇସା କେତେ ଦିନ ଆପଣଙ୍କ ଭାଇ ଆପଣଙ୍କୁ ଦେବେ କେତେ ଭାଇ ସେତେ ବଡ଼ ଜଣେ ଗାଁ ଭିତରେ କହିଦେଲା ମାରିକି ତା ମୁହଁ ଫୁଲେଇ ଦେଲି ମୋ ଭାଇ ନାଁରେ ମତେ କହିବୁ ତା ଭାଇ ଯଦି ଆପଣ କହୁଛନ୍ତି ଭାଉଜ ଭାଉଜ କଥାରେ ପଡ଼ିକି ଯଦି ଭାଇ ମତେ କେତେବେଳେ ଡାଇଭର୍ଟ କରିବାକୁ ଚେଷ୍ଟା କଲେ ଯାହାକୁ ଆମେ ଦବା ନାହିଁ ଭାଉଜ ମନା କଲା ଗୋଟେ କଥା ମନେ ରଖିଥାନ୍ତୁ ଭଗବାନ ପେଟ ଦେଇଛି ମାନେ ହାତ ଦେଇଛି ହାତ ଦେଇଛି ମାନେ ଭାତ ଦବ ଆପଣ ଯୋଉ ଜାଗାରେ ବି ହାତ ପତେଇ ମାଗିପାରିବେ 100% ସମୟ ହେଇଗଲାଣି ଆପଣଙ୍କ ନାଁରେ କିଛି ଅଭିଯୋଗ ଅଛି ମୁଁ ଚାହିଁବି ତାଙ୍କ ପାଇଁ ରତନ ବାବୁଙ୍କ ପାଇଁ ଆଉ ଗୋଟେ ତାରିଖ ଧାର୍ଯ୍ୟ କରାଯାଉ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗକାରୀ ସିଧା କାଠଗଡ଼ାକୁ ଆସନ୍ତୁ ଏବଂ ତାଙ୍କ ନାଁରେ ଅଭିଯୋଗ କରନ୍ତୁ ଦେଖିବା ସେ ଅଭିଯୋଗକୁ ସେ ତାଙ୍କ ତରଫରୁ ଓକିଲାତି କରି କେମିତି ଖଣ୍ଡନ କରୁଛନ୍ତି ତେବେ ମୁଁ ମାନ୍ୟବର ବିଚାରପତିଙ୍କୁ ଅନୁରୋଧ କରିବି ଆଉ ଗୋଟେ ତାରିଖ ଦେବା ପାଇଁ ରତନ ବାବୁଙ୍କ ବିରୁଦ୍ଧରେ ଏ ଅଭିଯୋଗ ସବୁ ପ୍ରମାଣିତ ହେବ ଏବଂ ସେ ଦଣ୍ଡିତ ହେବେ ଆଜି କଣ ଆପଣଙ୍କୁ ସମସ୍ତ ସାକ୍ଷୀମାନଙ୍କର ବୟାନ ରେକର୍ଡ କରିସାରିଲା ପରେ ଅଦାଲତ ତାଙ୍କର ଶୁଣାଣି ଦେବେ ଦୁଇଟା ମିଳିବ ବୋଲି ତେଣୁ ଶୁଣାଣି ପାଇଁ ଆଉ ଗୋଟେ ତାରିଖ ଧାର୍ଯ୍ୟ କରାଗଲା ଆରେ ସାରେ ତାକୁ ଶିଖନ୍ତୁ ଯାହା କହିବି ସତ କହିବି ତାକୁ ଶୁଣ ଯାହା କହିବି ସତ ଭାସ୍କର ବାବୁ ଆପଣ କଣ ମାନେ ଅନିଦ୍ରା ଅଛନ୍ତି ନା କଣ ଠିକ ଅଛନ୍ତି କିନ୍ତୁ ଆପଣଙ୍କ ଚାଲି ଆପଣଙ୍କ ଆଖି ସିଧା ହିଁ ବସନ୍ତୁ ଭାସ୍କର ବାବୁ ଆପଣ ଓଳବର ସିଂ ଖୋର୍ଦ୍ଧାର ବାସିନ୍ଦା ଆପଣ କେତେ ବର୍ଷ ହେଲାଣି ଟ୍ରାଭେଲ୍ସର ଗାଡି ଡ୍ରାଇଭିଂ କରୁଛନ୍ତି ବା ଚଲାଉଛନ୍ତି 11 ବର୍ଷ ହେଲାଣି ଆପଣ ଡ୍ରାଇଭିଂ ବାରମ୍ବାର କହୁଛି ଆପଣ ସିଧା ହିଁ ବସନ୍ତୁ ସିଧା ହିଁ ବସନ୍ତୁ ଆପଣ 11 ବର୍ଷ ହେଲାଣି ଡ୍ରାଇଭିଂ କଲେଣି ତାମାନେ ଆପଣଙ୍କ ଜୀବନର କର୍ମମୟ ଜୀବନର ଅନେକ ବର୍ଷ ଆପଣ ଡ୍ରାଇଭିଂ ପେସାରେ କଟେଇ ସାରିଲେଣି ତେବେ ଆପଣମାନଙ୍କ ଭଳି ଟ୍ରାଭେଲ୍ସ ଡ୍ରାଇଭରଙ୍କ ନାଁରେ ହଜାର ହଜାର ଅଭିଯୋଗ ଅଛି ସେ ଅଭିଯୋଗକୁ ଭିତ୍ତି କରି ଆଜି ଆପଣଙ୍କୁ ଅଭିଯୁକ୍ତ ଆସନରେ ଆମେ ବସେଇଛୁ ତେବେ ଯୋଉ ଅଭିଯୋଗଟା ଗୁରୁତ୍ୱ ରଖେ ଆପଣଙ୍କର କର୍ତ୍ତବ୍ୟ ହେଲା ଡ୍ରାଇଭିଂ ଆପଣଙ୍କ ଡ୍ରାଇଭିଂ ବହୁତ ଖରାପ ବୋଲି ପ୍ରାୟ ଜଣ ଅଭିଯୋଗ କରିଛନ୍ତି ମୁଁ ଆଜ୍ଞା ଏପର୍ଯ୍ୟନ୍ତ 12ଟା ଖଣ୍ଡେ ଗାଡ଼ି ମୁଁ ଚେଞ୍ଜ କରିଛି ମାନେ ଟ୍ରାଭେଲ୍ସ ଯଦି ସେମିତି ଖରାପ ଚଲେଇଥାନ୍ତି ତାହେଲେ ଲୋକ ମାସକରେ ମତେ ନାତ ମାରିକି ବାହାର କରିଥାନ୍ତେ 12 ବର୍ଷ 11 ବର୍ଷ ଭିତରେ 12ଟା ଗାଡ଼ି ଚେଞ୍ଜ କରିଛି ମୁଁ ଜଣେ ଭଲ ଡ୍ରାଇଭର ଆମେ ଯେତେବେଳେ ଗାଡ଼ି ଆମର ଖରାପ ଚଲେଇବା କଥା ଆସେ ମୁଁ ଆଜି ପର୍ଯ୍ୟନ୍ତ ଆକ୍ସିଡେଣ୍ଟ ମୋ ଗାଡ଼ିରେ ବୋଧେ 8ଟା କି 9ଟା ଖଣ୍ଡେ ହେଇଛି କିନ୍ତୁ ଗୋଟେ କିରେ ମୋର ଭୁଲ ନାହିଁ ଅଲଗା ଲୋକ ଆସିକି ଆମକୁ ଗୋଟିବେ ସେତେବେଳେ ଆମେ କଣ କରିବୁ ମାନେ ସାମ୍ନାରୁ ଯୋଉ ଗାଡି ଆସୁଥାଏ ତାଙ୍କର ଭୁଲ କିନ୍ତୁ ଆପଣଙ୍କର ଭୁଲ ନା ନାହିଁ ସିଏ ଘଷିକି ଯିବେ କିଛି ବିଧିବଦ୍ଧ ଭାବରେ ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ସ୍ପଷ୍ଟ ଉତ୍ତର ଦେବେ ଅଦାଲତ ଆପଣଙ୍କୁ ଗାଡ଼ି ଚଲେଇବାରେ ଆଜି ପର୍ଯ୍ୟନ୍ତ କିନ୍ତୁ ବେଣୁ ପାଣି କେହି ବାହାରି ନାହାନ୍ତି ଆପଣ ମାନେ ବିଶ୍ୱାସ କରିବେ ନାହିଁ କିନ୍ତୁ ମୁଁ ଗାଡ଼ି ବହୁତ ପରଫେକ୍ଟ ମୋ ଚଲେଇବା ନାଇଁ ଯୋଉ ଯାତ୍ରୀ ମାନେ ମାନେ ଯେତେ ଇଭିନିଂ ମତେ ବହୁତ ଜାଗାରେ ମାନେ ଘର ଯଦି ମୁଁ ଯୋଉ ମାଲିକଙ୍କର ଗାଡ଼ି ଚଲାଉଥିବି ଟ୍ରାଭେଲ୍ସରେ ଯାଏ ଯୋଉ ଦିନ ଡ୍ୟୁଟି ନଥିବ ସେ କହିବ ଆମ ଝିଅକୁ ଶିଖେଇ ଦେ ଆମ ପୁଅକୁ ଶିଖେଇ ଦେ ଯଦି ମୁଁ ଖରାପ ଡ୍ରାଇଭର ଖରାପ ମାଷ୍ଟର ପାଖରେ ଆପଣ ପିଲାଙ୍କୁ ଟ୍ୟୁସନ ଛାଡ଼ନ୍ତି ଭଲ ମାଷ୍ଟର ପାଖରେ ଛାଡ଼ନ୍ତି ଆଜିକା ଦିନରେ ଯେମିତିକା ଗାଡ଼ି ଚଲେଇବା ଦରକାର
କୋଉଠି କେତେରିଂ ଦେଖେଇ ଯିବାକୁ ପଡିବ, କୋଉଠି କାହାକୁ ସାଇଡ୍ ଦେବାକୁ ପଡିବ, କୋଉଠି ଜାଣି ଜାଣି ବାଡେଇବାକୁ ପଡିବ, ଏ ସବୁ କଥା ଗୁଡା ମତେ ଜଣା। ସେଇଥିପାଇଁ ମତେ ଭାରି ପସନ୍ଦ କରନ୍ତି ଡ୍ରାଇଭର ହିସାବରେ। ଛୋଟ ଛୋଟ କଥା ଅଛି ଯେ ଯୋଉ ଯାତ୍ରୀ ମାନେ ଯାଆନ୍ତି ସେମାନେ ଯେତେବେଳେ ଆପଣଙ୍କୁ କହନ୍ତି ଯେ ଲେଫ୍ଟ କୁ ଟର୍ନ କର, ରାଇଟ୍ କୁ ଟର୍ନ କର, ସେତେବେଳେ ଆପଣ ଆଉ କିଛି ବାଟ ମାଡି ଯାଆନ୍ତି ଏବଂ ପୁଣି ବ୍ୟାକ୍ କରି ସମୟ ନଷ୍ଟ କରନ୍ତି। ଆପଣ ଧ୍ୟାନ ଦେବା ଦରକାର ଯେ ସେମାନେ କୋଉଠିକି ଯିବାକୁ ଚାହୁଁଛନ୍ତି। ନା କଥା ଶୁଣ, ଯେ ମୁଁ ସରକାରୀ ସ୍କୁଲରେ ପାଠ ପଢିଛି, ଓଡିଆ ସ୍କୁଲ, ଖୋର୍ଦ୍ଧା ସ୍କୁଲରେ ପାଠ ପଢିଛି। ମୁଁ ବାଁ ଡାହାଣ କହିଲେ ବୁଝିଯାଏ। ଆଚ୍ଛା, ଏପଟକୁ ଚାଲ ସେପଟକୁ ଚାଲ ଏମିତି କହିଲେ ମୁଁ ବୁଝିଛି, କିନ୍ତୁ ଯେତେବେଳେ ଲେଫ୍ଟ ରାଇଟ୍ କୁହନ୍ତି ମୁଁ ସେଇଟା ଧରିପାରେନି। ମୁଁ ଜାଣିଛି ଲେଫ୍ଟ ମାନେ ବାଁ, ରାଇଟ୍ ମାନେ ଡାହାଣ। ଆଚ୍ଛା, ସେ ଲୋକମାନଙ୍କର ଗୋଟେ ପ୍ରକୃତି କଣ, ହଠାତ୍ ହିଁ କହିବେ, ମାନେ ଠିକ ଟର୍ଣ୍ଣିଂ ଏଇଠି ଥିବ କହିବେ ବାଁକୁ, ଏ ଗାଡିଟା କଣ ସେଇଠି ମୁଁ ସାଙ୍ଗେ ସାଙ୍ଗେ ବୁଲେଇଦେବି, କହିଲେ ଆପଣ ମୋର ଆଗକୁ ଯିବି ପୁଣି ବ୍ରେକ୍ କରିବି। ମାନେ ମତେ ଆଗେ ଟିକେ ଆଗରୁ କହିବା କଥା ନା। ମାନେ ସେଇଗୁଡ଼ା ତାଙ୍କର ବେଶୀ ଭୁଲ। ମୋର କଣ ଆପଣଙ୍କର କଣ ଅଣ୍ଟାରେ ସମସ୍ୟା ଅଛି? ମତେ କାହିଁ ବସିବାଟା ଭଲ ଲାଗୁନାହିଁ। ମାନେ ଆମେ ଗାଡି ସେଇଠି ଆମେ ଟିକେ ମୁଁ ଏମିତି ହେଇକି ବସେ, ତେଣୁ ଏଠି ଜାଗାଟା ମତେ କାଠ କାଠ ଭଳିଆ ଲାଗୁଛି, ମୁଁ ସେଟ୍ ହେଇପାରୁନି। ସେତେବେଳେ ଏଠି ତ କାହାକୁ ସମସ୍ୟା ହେଇନି, ସମସ୍ତେ ଆସନ୍ତି ବସନ୍ତି, ଆପଣ ଗୋଟେ ଡ୍ରାଇଭରଙ୍କୁ କାହାକୁ ଡାକିନଥିବେ, ଫାର୍ଷ୍ଟ ଟାଇମ୍ ଦେଖିଛି। ଆଚ୍ଛା, ଆଉ ଗୋଟେ ଅଛି ଆପଣ ସଡନ ବ୍ରେକ୍ ମାରନ୍ତି, ମାନେ ଲୋକ ତ କୌଣସି ପ୍ରସ୍ତୁତ ହେଇକି ନଥିବ, କିଛି ଧରିକି ରହିନଥିବ। 2008ରେ ମୁଁ ଯେତେବେଳେ ଗାଡି ଚଲାଉଥିଲି, 2008ରେ ସେତେବେଳେ ଯୋଉ ଟ୍ରାଭେଲ୍ସରେ ମୁଁ ଗାଡି ଲଗାଉଥିଲି, ସେ ଟ୍ରାଭେଲ୍ସଟା ହଉଛି ମନୋଜ ବୋଲି ଗୋଟେ ଅଛି ଆମର ସେ ନୟାପଲ୍ଲୀରେ, ତାରି ଗାଡି ଚଲାଉଥିଲି। ସିଏ କଣ ଖାଲି କଲେଜ ତା ଘର ପାଖରେ ଗୋଟେ ମେସ୍ ଅଛି, ସେଇଠିକା ଟୋକା ସବୁବେଳେ କେବଳ ଗାଡିଟା ନିଅନ୍ତି, ପୁରୀ ସବୁ ଝିଅ ଫିଅ ନେଇକି ଯାଆନ୍ତି। ସେମାନେ ଘନ ଘନ କହିବେ ତୁ ବ୍ରେକ୍ ମାର, ଆପଣ ତ ପହଞ୍ଚିବା ଦରକାର। ବ୍ରେକ୍ ମାନେ ସେ ଦି ଜଣ ପିଟାପିଟି ହେଇଯିବେ, ମାନେ ଭିତରେ ସେ ଝିଅ ଖଣ୍ଡେ ଦୂର ଥିବ, ତା ଯୋଉ ନୂଆ ନୂଆ ପଟି ନଥିବେ, ସେ ଝିଅ ତା ଝିଅ ଖଣ୍ଡେ ଦୂର ବସିଥିବ, ପୁଅ ଚାହାନ୍ତି ବସିଥିବେ, କିଛି ହେଇପାରୁନି। ସେତେବେଳେ ମତେ ଝିଅ ଆସିକି ତାପରେ ହଠାତ୍ ତୁ ଏମିତି କାହିଁ ଗାଡି ଚଲାଉଛୁ ମତେ ଶୋଧିବେ, କିନ୍ତୁ ପଛରେ ସେ ନେଇ 200 ଟଙ୍କା ଦେବେ। ଏଇ କଥାଟା ମୋର ସେ ଅଭ୍ୟାସଟା ରହିଗଲା ଯେ ସିଏ ମନୋଜ ଟ୍ରାଭେଲ୍ସ ଗାଡି ଛାଡିବା ପର ପାଖରୁ ତାପରେ ପାଖରୁ ମୁଁ ଏମିତି ଜିଏପି ପ୍ୟାସେଞ୍ଜର ନେଇକି ଯାଉଛି, ମୋର ବ୍ରେକ୍ ମାରିବାଟା ଅଭ୍ୟାସ ହେଇଯାଇଛି। ଥରେ ଏବେ ଯାଇଥିଲି ଗୋଟେ କେନ୍ଦ୍ରାପଡା ଗାଡି ନେଇକି ଯାଇଥିଲି, ହଠାତ୍ ମୁଁ ଭାରି ବିରକ୍ତି ଆଇଲି। ଆଚ୍ଛା, ଛୋଟ ପିଲାଟାକୁ ଆଗକୁ ପଠେଇଦେଲେ, ମୁଁ ଗାଡି ଚଲାଉଛି, ହଠାତ୍ ଛୋଟ ପିଲାଟା ଆସି ବସିଲା ସାଇଡରେ। ମୁଁ କହିଲି ମ୍ୟାଡାମ ଆଉ ଛୋଟ ପିଲାଟାକୁ କାହିଁକି ପଠେଇଲେ? କହିଲେ ମୁଁ ପଠେଇ ଦେଇ ତୁ ବ୍ରେକ୍ ମାରିଦେଲୁ, ଆଗକୁ ପଳେଇଛି। ଛୋଟ ପିଲା ଆଗକୁ ପଛରେ ସେ ଡେଇଁକି ପଳେଇଛି, ମାନେ ଉଡି ଯାଇଛି ପୁରା। ଆଚ୍ଛା, କିନ୍ତୁ ଆପଣ ସେ ସଡନ ବ୍ରେକ୍ ମାରିବା ଦ୍ୱାରା ଲୋକଙ୍କର କ୍ଷତି ହେଉଛି। ଆପଣ ଯେତେବେଳେ ଗାଡି ଚଲାଉଛନ୍ତି କିଛି ସମୟ ଆଗରୁ ଯୋଉଠି ଆପଣ ରଖିବେ ବା ରହିବେ ହମ୍ସ ପ୍ରପରଲି ଦେଖିବା ଉଚିତ। ନା ହଠାତ୍ ଆଗ ଗାଡିଟା ବ୍ରେକ୍ ମାରିବ, କଣ କରିବି? ଗୋଟେ ଗୋଟେ ଲୋକ ଅଛନ୍ତି ହଠାତ୍ କି ରାସ୍ତା ଉପରକୁ ପଳେଇছে, ସେ ଜାଗାରେ କଣ କରିବି? ସଡନ ମାରିବାକୁ ପଡେ। ସଡନ ବ୍ରେକ୍ଟା ଏବେ ଯଦି ସଡନ ବ୍ରେକ୍ଟା ଧୀରେ ଏଇଠି ଚିପିଲେ ଯଦି 1.5 କିଲୋମିଟର ଦୂରରେ ଗାଡି ଅଟକିବାର ସୁବିଧା ଥାନ୍ତା, ଏବେ ଡିସ୍ ବ୍ରେକ୍ ସବୁ କାହିଁ ବାହାରିଛି? ଯୋଉଠି ଚାହିଁବ ସେଇଠି ଅଟିକିବ, ଗାଡି ଚାଲୁଥାଉ, ହଠାତ୍ ପାଚାକ୍ ଗାଡି ରହିଲା ସେଠି। ଭାସ୍କର ବାବୁ, ଟ୍ରାଭେଲ୍ସ ଡ୍ରାଇଭର ହିସାବରେ ଆପଣଙ୍କ ନାଁରେ ସବୁଠୁ ବଡ ଅଭିଯୋଗ ଭାସ୍କର ବାବୁ ଶୋଇଗଲେ ନା କଣ ଅଦାଲତ ଭିତରେ? ଅଦାଲତ ଭିତରେ ଅଛନ୍ତି, ଆପଣ ଶୋଇଯାଉଛନ୍ତି। ଆପଣଙ୍କୁ ମୁଁ ପଚାରୁଥିଲି ଯେ ଆମର ଗୋଟେ ଅଭ୍ୟାସ, ଆମେ ଫାଙ୍କା ପିଲା ଶୋଇବୁ କାହିଁ ବେକାର, ଆମେ ରାତି ଯାଇକି ଆପଣ ଯେତେବେଳେ ଶୋଇବେ ଆମେ ସେତେବେଳେ ଶୋଇପାରିବୁ ନା, ଆମକୁ ଚଲେଇବାକୁ ପଡିବ, ତେଣୁ ଟିକେ ଫାଙ୍କା ମିଳିବ ନା ଅଭ୍ୟାସ ଅଛି। ଡିଙ୍କି ଆଜ୍ଞା ସର୍ବକୁ ନେଇ ତ କୁଟିବାଟା ଫାଇନାଲ। ଆପଣଙ୍କ ନାଁରେ ସବୁଠୁ ମଧ୍ୟାହ୍ନ ଦିଅନ୍ତୁ, ସବୁଠୁ ବଡ ଅଭିଯୋଗ ହେଲା ଯେ ଆପଣ ମାନେ ଟ୍ରାଭେଲ୍ସ ଡ୍ରାଇଭର ମାନେ ଗାଡି ବହୁତ ସ୍ପିଡରେ ଚଲାନ୍ତି। କାହିଁକି ସ୍ପିଡରେ ଚଲାନ୍ତି? ସେନାଇ ତ ବହୁତ କଥା ଅଛି। କଣ ତଥାପି? ଯେ ସକାଳୁ ଗୋଟେ ଗୋଟେ ଲୋକ ଆମକୁ ଡାକିଦେବେ 5ଟା ବେଳକୁ ଆସ, 5ଟା ବେଳକୁ ମଣିଷ କିଏ ଉଠିକି ଯିବ? ଶୀତ ଦିନିଆ ମାନେ କାଉ ଉଠିକି ଗୁଅ ଖାଇନଥିବ, ଆମେ କେମିତି ଯିବୁ ସକାଳୁ ଉଠିକି? ସେଇ ସମୟରେ ଆମେ ଗାଡି ଧୋଉଛୁ, ଗାଡି ବାହାରିଲା, ଏଇ ଗାଧଉଛୁ, ଏଇ ଡ୍ରେସ୍ ପିନ୍ଧୁଛୁ, ଏଇଆ କହି 6ଟା 6:30 ଯେତେବେଳେ ଯାଇକି ଯେ ସେ କଷ୍ଟମର ପାଖରେ ଯେତେବେଳେ ଯାଇ ପହଞ୍ଚିଯାଉ, ପହଞ୍ଚିଲା ପରେ ସେ ତମେ କଣ ଏତେ ଲେଟ୍ କର? ମୁଁ ନା ଆଜ୍ଞା ସେ ଟିକେ ଲେଟ୍ ହେଇଗଲା, ବାଟରେ ପଙ୍କଚର ହେଇଗଲା, ଆଉ ସେ ବାଟରେ ଟାୟାର ଚେଞ୍ଜ ହେଇଗଲା, ଜଣେ ଆସି ପଇସା ଦେବା କଥା, ବାବୁ କହିନଥିଲେ, ବାବୁଙ୍କ ମିସେସ୍କୁ ନେଇକି ଯାଇଥିଲି, ଏମିତି କହିକି ଆମେ ଟିକେ ବାହାନା ମାରିଦେବୁ। 6:30 ବେଳେ ପହଞ୍ଚିଲା ବେଳକୁ ସେ 5ଟା ବେଳକୁ ଯିଏ ଲୋକଟା ଡାକିଥିଲା, ତାମାନେ ହିସାବରେ ସେ ତାର ଯାହା କୌଣସି କାମ ଥାଉ, ମୁଁ ଜାଣିଗଲି 1.5 ଘଣ୍ଟା ଲେଟ୍ ହେଇଗଲାଣି। ସିଏ କହିବ ମୋ ଝିଅର ଇଣ୍ଟରଭ୍ୟୁ ଅଛି, 10ଟା ବେଳକୁ ନେଇକି ତୁ ଯାକୁ ଏଠି ପହଞ୍ଚେଇବା ଦରକାର। ସେ ଯୋଉ 1.5 ଘଣ୍ଟାଟାକୁ ମୁଁ ମ୍ୟାନେଜ କୋଉଠି କରିବି? ତେଣୁ ସ୍ପିଡଟା ବଢିଯିବ, ଗାଡ଼ିର ବଢିଯିବ ମାନେ କଣ ହବ? ଗାଡ଼ିର ବଢିଯିବ ମାନେ ଆମେ ସେ 1.5 ଘଣ୍ଟାକୁ ମ୍ୟାନେଜ କରିକି ଆମେ ସେ ଠିକ୍ ଟାଇମ୍ ଭିତରେ ସେ ଜାଗାରେ ପହଞ୍ଚିବ ବୁଝି। ତେଣୁ ଟିକେ ସ୍ପିଡ୍ ହୁଏ, ଏବଂ ସ୍ପିଡ୍ ନହେଲେ କଣ ଆମେ ଯଦି ଯାଇକି ପହଞ୍ଚି ଯାଉଛୁ, ସେଠି ପହଞ୍ଚିଲା ପରେ ସିଏ କହିଥିବେ ଆମେ ଆପଣ ଧର ମୋତେ ଗାଡ଼ି ନେଇକି ଆଜି ଗଲେ ଯେ ପୁରୀ ଯିବା
4ଟା ବେଳକୁ ପଳେଇ ଆସିବା ବୋଲି କହିବେ ମୁଁ ଦେଖୁଛି ହିସାବ ପତ୍ର ହିସାବରେ ଆମେ 4ଟା ବେଳେ ପୁରୀରେ ପହଞ୍ଚିଲେ ତାମାନେ ମୁଁ ବୁଝି ସାରିଲିଣି ଏଇଠୁ ବାହାରିବାଟା 8ଟା ହବ ସେତେବେଳକୁ ମାଲିକ ଆଉ ଗୋଟେ ଧରିଦେଇଥିବ ଟ୍ରାଭେଲ୍ସ ବାଲା ଯେ ଇଏ ଗାଡ଼ି ଆସିନି ସେ ତ 4ଟା ବେଳକୁ ଭିଡ଼ିବ ତମେ 4:30 ବେଳକୁ ପଠେଇଦେବ କିନ୍ତୁ ମୁଁ ଯେତେବେଳେ ଦେଖୁଛି 4ଟା ବେଳେ ମୁଁ ପୁରୀରୁ ବାହାରିନି ତାହେଲେ ଏପଟେ 4:30 ବେଳେ ପଡ଼ିଲା ଆକୁ ଅଧଘଣ୍ଟେ ମୁଁ ଏଇ ଆସୁଛି ଯାଉଛି ପହଞ୍ଚିଲା ଗାଧଉଛି ଟିକେ ଟିଫିନ୍ କରୁଛି ସ୍ଲିପ୍ଟା କାଟିକି ଦଉଛି ଏ କଥା କହୁ ଘଣ୍ଟାଟେ ହେଇଯିବ ତ ସିଏ ଯେଉଁ ଘଣ୍ଟାଟେ ଲେଟ୍ ହେଲା ପୁଣି ଘଣ୍ଟାଟେ ଲେଟ୍ ହେଇଗଲା ତେଣୁ ସବୁ କଥା ମ୍ୟାନେଜ୍ କରିବା ନେଇ ଟିକେ ସ୍ପିଡ୍ରେ ଯିବାକୁ ପଡ଼େ ଆପଣ ଜାଣିଛନ୍ତି ସ୍ପିଡ୍ରେ ଗାଡ଼ି ଗଲେ ଦୁର୍ଘଟଣା ହେଇପାରେ ତା ସତ୍ତ୍ୱେ ବି ଆପଣ ସ୍ପିଡ୍ ନ ହେଇପାରେ ସେ କଥାଟା ବି ତା ଭିତରେ ଅଛି ହେଇପାରେଟା ନୁହଁ ହେଇପାରେଟା କ'ଣ ଆପଣ ମାନୁନାହାନ୍ତି ନା ହେଇପାରେ ଅବୁଏନ ହେଉଛି କାହିଁକି ତେଣୁ ଆପଣ ଜାଣୁଛନ୍ତି ବିପଦ ବଢ଼ିଆ ଡ୍ରାଇଭର ମତେ କାହାକୁ ଉଠିବି ନାହିଁ ମୁଁ ଜାଣି ପୁରା ଗାଡ଼ି ମୋ କଣ୍ଟ୍ରୋଲ ଗୋଟେ ହାତରେ ମୁଁ ଟୋଟାଲି ମୋର ପାୱାର ଷ୍ଟେରିଂ ଗୋଟେ ହାତରେ କଣ୍ଟ୍ରୋଲ ହବ ଗାଡ଼ି ତେଣୁ ମୁଁ ଯୋଉଠି ଚାହିଁବି ମୋର ଡିସ୍ ବ୍ରେକ୍ ଯୋଉଠି ଚାହିଁବି ସେଠି ଅଟିକିବ ଆଦେନ ମୁଁ ମୋର ସ୍ପିଡ୍ ଚଲେଇବାର କ'ଣ ଅସୁବିଧା ଅଛି ମୁଁ ଜାଣିପାରୁନି ଯେତେବେଳେ ଯୋଉଠି ଆପଣ ଗାଡ଼ି ପାର୍କିଂ କରୁଛନ୍ତି ବାଁ ପଟେ ବହୁତ ଜାଗା ଥିଲେ ବି ଆପଣ ମେନ୍ ରୋଡକୁ ଚଢ଼େଇକି ରଖୁଛନ୍ତି ପୁଣି ଗାଡ଼ିର ଆଗଟାକୁ ରାସ୍ତା ଉପରେ ରଖୁଛନ୍ତି କାହିଁକି ଏବେ 1,00,000 ଟଙ୍କା କାଢ଼ିକି ପଳେଇ ଆଇଲାଣି ଆଗରୁ 2 ଲକ୍ଷ 2.5 ଲକ୍ଷ ଟଙ୍କା ଥିଲା 1,00,000 ଟଙ୍କା ପଳେଇ ଆଇଲାଣି ତ ଇଏ ଜାଗାରେ ଲୋକ ଗୁଡ଼ା ଯେଉଁମାନେ ସାଇକେଲ ଧରିବା ଲୋକ ବର୍ତ୍ତମାନ କାର ଧରିଲେଣି ତେଣୁ ଯେଉଁ ଜାଗାରେ ଗୋଟେ ଧର କିଣିବା ଜାଗା ଗୋଟେ ବଡ଼ ସପିଂ ମଲ୍କୁ ଯିବେ ସେଠି ମା ଯାଇଥିବେ କି ଭାଇ ଯାଇଥିବେ କିଏ ବାବୁ କିଏ ଯାଇଥିବେ ତାଙ୍କ ଜିନିଷ କିଣା କିଣି ଅଛି ତାହେଲେ ସିଏ ଖାଲି ବାବୁଙ୍କର ଏକିଟିଆ ମୋ କାର ନୁହଁ ସେଠି ଆଗରୁ 150 କାର ଥିବ ତେଣୁ ସମସ୍ତେ କହନ୍ତି ଆମେ ଯିବା ଶୀଘ୍ର ପଳେଇ ଆସିବା ତ ଶୀଘ୍ର ପଳେଇ ଆସିବା ଯେତେବେଳେ ମୋତେ କହିଛନ୍ତି ତାହେଲେ ମୁଁ ଏମିତି ଜାଗାରେ ରଖିବା ଦରକାର ଗାଡ଼ିଟା ସିଏ ଆସିଲା ମାନେ ଶୀଘ୍ର ବାହାର କରି ନେଇଯିବି ଯଦି ମୁଁ ସେମିତି ବାହାର କରିନପାରୁଛି ତାମାନେ ହଇରାଣ ପଛରେ ଆଉ 3ଟା କାର ଯଦି କିଣି ରଖିଦେବ ତେଣୁ ପୁରା ରାସ୍ତାକୁ ଚଢ଼ିକି ରଖାଯିବ ଯେମିତି ମୋ ପଛଆଡ଼କୁ କେହି ରଖିପାରିବେ ନାହିଁ ଯେତେବେଳେ ଆସିଲେ ବସିଲେ କହି ସାଙ୍ଗେ ସାଙ୍ଗେ ପ୍ରାଇଭେଟ କାର ଡ୍ରାଇଭର ମାନେ ଏମିତି ରାସ୍ତା ଅବରୋଧ କରନ୍ତି ନାହିଁ ଆପଣ ମାନେ କରନ୍ତି ଏ କଥାକୁ ନୋଟ୍ କରାଯାଉ କ'ଣ ପ୍ରାଇଭେଟ କାର ଯୋଉମାନେ ନିଜ କାର ନେଉଛନ୍ତି ସେମାନେ ଠିକ ଭାବରେ ଗାଡ଼ି ସେଟା ଭାଙ୍ଗି ରୁଜି ଗଲେ ପୁଲିସ ଟେକି ନେଲେ ତାଙ୍କ ନିଜର ଜୀବନ ଆଉ ତେଣୁ ସେମାନେ ଯତ୍ନେଇକି ରଖିବେ ଭିତରେ ମୋର ଭାଙ୍ଗିଲେ ପରା ମାଲିକ ଯିବ ମୋର କ'ଣ ଅଛି ବେଳେବେଳେ ଆପଣ ଭାରି ମାନେ ଗୋଟେ ଆପଣଙ୍କ ଭିତରେ ଗୋଟେ ରାଗିଲାପଣ ଥାଏ କ'ଣ ପାଇଁ ଥାଏ ଟ୍ରାଭେଲ ଡ୍ରାଇଭରଙ୍କ ଭିତରେ ରାଗିଲାପଣ ନୁହଁ ଆପଣ ବେଳେବେଳେ ଅଚାନକ ଭାବରେ ଗାଡ଼ିର ସ୍ପିଡ୍ ବଢ଼େଇ ଦିଅନ୍ତି ଆଉ ଗୋଟେ ଗାଡ଼ିକୁ ଓଭରଟେକ୍ କରନ୍ତି ଏବଂ ଛକା ପଞ୍ଝା ଚାଲିଥାଏ ଦୀର୍ଘ 20-25 କିଲୋମିଟର ବାଟ ଧରି କଥାଟା କହୁଛନ୍ତି ଯେ ମୁଁ ଯୋଉ ଗାଡ଼ିଟା ଚଲାଉଛି ସେ ଗାଡ଼ିଟା ନା ହେଉଛି ଅକ୍ଟାଭିଆ ମାନେ କୋଉ ରେଞ୍ଜର ଗାଡ଼ି ତା ମାର୍କେଟ ରେଟ୍ କ'ଣ ଚିନ୍ତା କରନ୍ତୁ ତା ଆଗରେ ଆସିବେ ଏଇ ଯୋଉ ଖୁଚୁରୁ ମୁଚୁରୁ ମାନେ ଚିଲ୍ଲର ଗାଡ଼ି ଗୁଡ଼ା ଯୋଉଗୁଡ଼ା ସେଗୁଡ଼ା ଆସିକି ଯେତେବେଳେ ମୋତେ ପାରିକି ପଳେଇବେ ମୋ ଦେହ ସହିବ ତାମାନେ ମୋତେ ଲାଗିଲା ଯେ ମୁଁ 18 ଲକ୍ଷ ଟଙ୍କା ଗାଡ଼ି କି ଏଇଟା ଅପମାନ ସାଙ୍ଗେ ସାଙ୍ଗେ ମୁଁ କାଟିବି ମୁଁ ଯଦି ପଳେଇବି ସିଏ ବି ବଢ଼େଇବ ଚାଲ ବଢ଼ କେତେ ପଡ଼ୁଛ କେତେ ଚିପିକି ବସି ମୋର ଅଛି ସେଠି ଚିପି ଦେବ ତମେ ଆଉ ଚାଲିବା ଦରକାର ନାହିଁ ଗାଡ଼ି ଖାଲି ଷ୍ଟେରିଂ ଧରିକି ବସ ସିଏ ଉଠିବ ସେଇ ଜାଗାରେ ଟିକେ ବେଳେବେଳେ ଗତି ଆମର ଟିକେ ବଢ଼ିଯାଏ ଆପଣଙ୍କୁ ଯାତ୍ରୀ ମନା କଲେ ବି ଆପଣ ଶୁଣନ୍ତି ନାହିଁ ମୁଁ ଏଇଥିପାଇଁ ଶୁଣିଲି ତମେ ମରିଲଣି ମରିଗଲ କି ତମେ ମୁଁ ତ ତମର କ'ଣ ଅସୁବିଧା ମାନେ ମରିଯିବା ପର୍ଯ୍ୟନ୍ତ ବି ଆପଣ ଚଲେଇବେ ମରିବେ ନାହିଁ କିନ୍ତୁ ମୁଁ ଜାଣିଛି ସେମାନେ ଆକ୍ଚୁଆଲି ନୂଆ ଲୋକ ଜାଣନ୍ତିନି ଆପଣ ଡ୍ରାଇଭିଂର ଜଣେ ବହୁତ ବଡ଼ ଖେଳାଳି ବୋଲି ନିଜକୁ କିନ୍ତୁ କାହା ଜୀବନ ଡ୍ରାଇଭିଂରେ ଯଦି ଆପଣ ମାନେ ସିପିଏଲ୍ କରିବେ ମାନେ କାର ପ୍ରିମିୟର ଲିଗ୍ ସେ କ୍ୟାପ୍ଟେନ୍ ରହିବେ ତେବେ ସାମ୍ନାରୁ ଆସୁଥିବା ଆପଣ ଏଇ ଛୋଟ କମ୍ ଦାମୀ କାର ଚାଳକ ମାନଙ୍କ ଉପରେ ରାଗ ସୁଝାନ୍ତି କିନ୍ତୁ ସାମ୍ନାରୁ ଆସୁଥିବା ମୋଟରସାଇକେଲ ଅଟୋ ରିକ୍ସା ଆଡ଼କୁ ଆପଣ ମାଡ଼ି ଯାଆନ୍ତି ଏବଂ ଶେଷ ମୁହୂର୍ତ୍ତରେ ଆପଣ ପୁଣି ବାଲାନ୍ସ କରିଯାଆନ୍ତି ଏମିତି କାହିଁକି କରନ୍ତି ଯଦି ସୂତା ଏପଟ ସେପଟ ହୁଏ ଜୀବନ ସେ ସୂତା ମାପରେ ହିଁ ଆମ ଡ୍ରାଇଭର ମାନଙ୍କର ଜୀବନ ଡିପେଣ୍ଡ କରୁଛି ବଞ୍ଚିବା ମରିବା ଯେ ପୃଥିବୀର ସମସ୍ତ ଡ୍ରାଇଭର ସେ ପ୍ରାଇଭେଟ ହୁଅନ୍ତୁ ପ୍ରାଇଭେଟ ହୁଅନ୍ତୁ ଭିତରିଆ ପ୍ରାଇଭେଟ ଲିମିଟେଡ୍ ପ୍ରାଇଭେଟ ଲିମିଟେଡ୍ ଯୋଉ ଗାଡ଼ି ବି ହଉ ସେମାନେ ସମସ୍ତେ ଭାବନ୍ତି ଯେତେବେଳେ ଆମେ ସିଙ୍ଗଲ ରୋଡରେ ଯାଉଥିବା ଏ ରାସ୍ତାଟା ହେଉଛି ମୋ ବାପ ରାସ୍ତା ସେ ରାସ୍ତାରେ ଆଉ କେହି ଯିବେନି ତେଣୁ ସିଏ ପିଚୁ ରାସ୍ତାରୁ ତଳକୁ ଗଲେ ସିନା ଆଚ୍ଛା ଜଣେ ହାରିଲେ ସିନା ବାଜି ଜଣେ ଜିତିବ ଏମାନେ କହିବେ ଆମେ କେହି ହାରିବା ନାହିଁ ମୁଁ ବି ତ କହିବି ମୁଁ କାହିଁ ପିଚୁରୁ ଖସିବି ଯେ ମତେ କୁହ ଗାଡ଼ିଟା ନେଇକି ଯାଉଛି ମୁଁ କାହିଁ ପିଚୁରୁ ଖସିବି ତୁ ଖସୁନୁ ସିଏ କହିବ ମୁଁ ବି ଖସିବିନି ପୁରା ସିଏ ଆସୁଥିବ ମୁଁ ତା ଆଡ଼ିକି ମାଡ଼ିବି ସିଏ ମୋ ଆଡ଼ିକି ମାଡ଼ିବ ମାଟାମିଟି ହେଇକି ଏଇଠି ଯେତେବେଳେ ଲୋକ ହେ ଭଗବାନ ବଞ୍ଚାଅ ଫାଟାନ କାଟିବ ମୁଁ ପଳେଇବି ସେ ପଳେଇବ ଆମ ସେଟା ଦେଖିଲା ମୁଁ 10 କିଲୋମିଟର ମତେ ଦିଅନ୍ତୁ 3 ଜଣ ମୁଁ ଖଣ୍ଡେ ବାଟ ମୁଁ ସେମିତି କରିବି ପିଚୁରୁ ମୁଁ ଓହ୍ଲେଇବି ନାହିଁ ଭାସ୍କର ବାବୁ ଆପଣଙ୍କ ନାଁରେ ମତେ ବେଣୁପାଣି ବୋଲି ଡାକନ୍ତୁ ସେଇଟା ମୋର ଭାରି ପ୍ରିୟ ନାଁଟା ବେଣୁପାଣି ବାବୁ ଏବଂ ବେଣୁପାଣି ବାବୁଙ୍କ ଭଳି ହଜାର ହଜାର ଡ୍ରାଇଭର ଅଛନ୍ତି ଯାହାଙ୍କ ନାଁରେ ଅଭିଯୋଗ ଆସିଛି ଯେ ସେମାନେ ମଣିଷକୁ ମଣିଷ ଭଳି ବ୍ୟବହାର କରନ୍ତି ନାହିଁ ଏବଂ ଯାତ୍ରୀମାନଙ୍କୁ ବହୁତ ଖରାପ ବ୍ୟବହାର କରନ୍ତି
ଆଜ୍ଞା ସେ ଯାଇଛନ୍ତି ସେ କଚେରୀ ଭିତରେ କ'ଣ ବସିଛନ୍ତି ହଁ ମତେ ଏପଟେ ଡାକି ଦେଇଛନ୍ତି ତ ମୁଁ ଯାଉ ମୋବାଇଲ ବନ୍ଦ କର। ଆଜ୍ଞା ତାକୁ କଣ ସେ ବାହାରିକି ବସିଛି ମୁଁ ପହଞ୍ଚିବି ଅଧଘଣ୍ଟେ ଭିତରେ ପହଞ୍ଚିବି ହଁ ଆରେ ସର ଦେବି ସିଏ ଗଲା ପ୍ୟାସେଞ୍ଜର ଆସିଲା ଆସିଲେ ମୁଁ ଯିବି ନା ଆଉ କେମିତି ଯିବି ମୋବାଇଲ ସୁଇଚ ଅଫ୍ କରନ୍ତୁ। ଆଜ୍ଞା ପାର୍ଟି ଆସିଲା ମାତ୍ରେ ମୁଁ ପଳେଇବି ହଁ ହଉ ଆପଣ ଏଇ ଯୋଉ ରିଙ୍ଗଟୋନ ଏତେ ଜୋରେ ବାଜୁଛି କଣ ସେ ମ୍ୟୁଜିକ ବାଜୁଛି ଆପଣଙ୍କୁ ଜଣା ନାହିଁ ବଡ ବ୍ୟସ୍ତ କରି ଦଉଛି। सात समुंदर प्यार में तेरे पीछे पीछे ଏଇଟା ଆମର ପ୍ରାୟ ଡ୍ରାଇଭର ମାନ୍ୟବର ବିଚାରପତିଙ୍କ ସାମ୍ନାରେ ମୁଁ ଟ୍ରାଭେଲ୍ସ ଡ୍ରାଇଭର ମାନଙ୍କର ବ୍ୟବହାର କଥା କହିବି। ବ୍ୟବହାର କହିବା ପୂର୍ବରୁ ଯେ ସେମାନେ କାହାକୁ ଖରାପ ବ୍ୟବହାର କରନ୍ତି ସେଟା ଅଲଗା କଥା, କିନ୍ତୁ ଠିକ ଭାବରେ ବ୍ୟବହାର କରନ୍ତିନି ସେ କଥା ମୁଁ କହିବାକୁ ଚାହିଁବି। ଯଦି କେହି ଯାତ୍ରୀ ବା ଆପଣଙ୍କ ଗାଡିରେ ଯିବାକୁ ଯାଉଥିବା ପରିବାରର ଲୋକ ଆପଣଙ୍କୁ କିଛି କହେ ଆପଣ ଶୁଣନ୍ତି ନାହିଁ, ମାନେ କାଲା ଭଳିଆ ଆପଣ ତାଙ୍କ କଥାକୁ ଭ୍ରୁକ୍ଷେପ ଦିଅନ୍ତିନି, ଗାଡି ପଛୁଥାନ୍ତି ବନେଟ୍ ଟେକି କଣ ଗୋଟେ କରିଥାନ୍ତି, ଆପଣ କହିଲେ ଶୁଣନ୍ତି ନାହିଁ କାହିଁକି? ମୁଁ ପାଠ ପଢା ପିଲା ମୁଁ ଏମିତି ମୂର୍ଖ ବାଚୁଳା ମତେ ଭାବନ୍ତୁନି। ଗୋଟେ କଥା ଲେଖା ହେଇଛି ଗୋଟେ ମୁଁ ନେଇଛି ଗୋଟେ ବେଟର ଲେଟ୍ ଦେନ୍ ନେଭର। ସେ ହେଇଗଲା ତାଙ୍କର 6 ନମ୍ବର ମାନେ ଡେରି ହେଇଯାଉ ପଛେ କିନ୍ତୁ କୌଣସି ପ୍ରକାର ମାନେ ଏ ଯାତ୍ରାଟା ଶେଷ ଯାତ୍ରା ନ ହଉ। ଆଜି ଗାଡିଟା ଗଲାବେଳେ ଆଜ୍ଞା ଆପଣ କୁହନ୍ତୁ ଗୁରୁଜନ ଲୋକ ଗାଡିଟା ଗଲାବେଳେ ମୁଁ ଦେଖିବି ତାର ବନେଟରେ ପାଣି ଠିକ ଅଛି କି ନାହିଁ। ସବୁଦିନ ଏଇଟା ଦେଖିବା କଥା ଯେ ଆପଣ ମୋବାଇଲରେ ଧରିବା ଆଗରୁ ଆଗେ ଦେଖୁଛନ୍ତି ତା ଭିତରେ ବ୍ୟାଟେରୀ ଠିକ ଅଛି ନା ନାହିଁ। ମୁଁ ଆଜି ଗୋଟେ ଦିନ 24 ଘଣ୍ଟା ବାହାରିକି ଯିବି ତ ସେତେବେଳେ ଆମେ ଦେଖିଦେବୁ ଟାୟାର ଠିକ ଅଛି କି ନାହିଁ, ପାଣି ଠିକ। ସେମାନେ ବ୍ୟସ୍ତ ହେଲେ ଯିବା ପଳେଇବା। ଆଚ୍ଛା ଯଦି ଅଧା ବାଟରେ ଇଞ୍ଜିନଟା ସିଜ୍ ହେଇଗଲା କୁଆଡେ ଯିବ? ନାଇଁ ନାଇଁ ଆପଣ ଯୋଉଟା କହୁଛନ୍ତି ଠିକ କହୁଛନ୍ତି, କିନ୍ତୁ ତାଙ୍କୁ କହିବା ଦରକାର ଯେ ମୁଁ ଏଇଟା ସେମାନେ 5 ମିନିଟ୍ ସମୟ ଲାଗିବ। ଜବାବ ଦିଅନ୍ତି କେତେ ଜଣଙ୍କୁ ବୁଝେଇବି ଆରେ ଭାଇ ଗାଡିଟା ମୁଁ ଚଲାଉଛି, ଗାଡିଟାକୁ ଭଲ ମନ୍ଦ ମୁଁ ଚିହ୍ନିଛି, ଗାଡିର କଣ ଭଲ ମନ୍ଦ ଆମେ ଦେଖିଦେଇକି ଥରେ ଦେଖିଦେଲା ପରେ ଆମେ ପଳେଇବା କି ନାହିଁ। ବେଣୁପାଣି ବାବୁ ଆପଣ ଯଦି ଘରେ ଆପଣଙ୍କ ସ୍ତ୍ରୀକୁ କହୁଛନ୍ତି ଯେ ଖାଇବା ଦେ ବୋଲି, ସିଏ ଯଦି କିଛି ନ କହି ରୋଷେଇ କରୁଥିବ ଆପଣଙ୍କର ଘଣ୍ଟାଏ ସମୟ ନଷ୍ଟ କରିବ, ଆପଣଙ୍କୁ କେମିତି ଲାଗିବ? ଯଦି କହିବା ଦରକାର ଯେ 5 ମିନିଟ୍ ଲାଗିବ। ଆଜ୍ଞା ମୁଁ ଯଦି ଆଖି ଆଗରେ ଦେଖୁଥିବି ସେ ରୋଷେଇ କରୁଛି ଭାତଟା ଫୁଟୁଛି, ମୁଁ ସେଠି ଯଦି କହିବି ମତେ ଖାଇବା ନେଇକି ଦିଅ ମୁଁ ମୂର୍ଖ ନୁହଁ। ଯୋଉ ଗାଡିଟାକୁ ସେମାନେ ନଉଛନ୍ତି ହାୟାର କରୁଛନ୍ତି ସେମାନେ ଗାଡି ବାବଦରେ ଜାଣିନାହାନ୍ତି। ଗାଡିଟାକୁ ଉପରୁ ଧୁବୁଲା ଚିତ୍ର କି ନାଲିଆ ଚିତ୍ର ଦେଖିବେ ନା ତା ଭିତରେ ଯନ୍ତ୍ରପାତି ସେମାନେ କଣ ଜାଣିଛନ୍ତି? ଇଞ୍ଜିନ ଅଏଲ ଅଛି କି ନାହିଁ, କି ଇଞ୍ଜିନ ସିଜ୍ ହେଇଯିବ, ଗାଡିର ପ୍ରେସର ଅଛି କି ନାହିଁ, ସେଗୁଡ଼ା କେମିତି ଆପଣ ଦେଖିଲେ ଜାଣିପାରିବେ? ଚାଲେ ଗୋଟେ ଗାଡି ଆଗରେ ଠିଆ କରିଦେବି, ମୁଁ କହିବି ଗାଡିରେ କଣ ଅଛି ଦେଖିଲେ ଆପଣ କହିଦେବେ। ତେଣୁ ଆପଣ ତାଙ୍କୁ କହିବା ଦରକାର ଜବାବ। ବେଣୁପାଣି ବାବୁ ମୁଁ ତାଙ୍କୁ କୁହେ ଟିକେ ରୁହନ୍ତୁ ଖାଲି ଦେଖି 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 ଗାଡି ମଗଉଛ ତମେ ଏମାନେ ପ୍ରକୃତି ସେ ତାଙ୍କୁ। ବେଣୁପାଣି ବାବୁ ଆପଣଙ୍କ ନାଁରେ ସିଧାସଳଖ ଭାବରେ ଅଭିଯୋଗ ଅଛି। ମୁଁ ଚାହିଁବି ବିଚାରପତିଙ୍କ ନିର୍ଦ୍ଦେଶ ଚାହିଁବି ଅଭିଯୋଗକାରୀଙ୍କୁ କାଠଗଡାକୁ ଆଣିବା ପାଇଁ। ଅଭିଯୋଗକାରୀ ହେଲେ ଧନେଶ୍ୱର ପାଣି, ଭିଏସ୍ଏସ୍ ନଗର, ଭୁବନେଶ୍ୱର ବାସିନ୍ଦା। ଧନେଶ୍ୱର ପାଣି କାଠଗଡା ଭିତରକୁ ଆସନ୍ତୁ। ଧନେଶ୍ୱର ବାବୁ ଆପଣ ବେଣୁପାଣି ବାବୁଙ୍କ ନାଁରେ କଣ ଅଭିଯୋଗ କରିବାକୁ ଆସିଛନ୍ତି ଅଦାଲତକୁ? ଆଜ୍ଞା ଏଭଳିଆ ଡ୍ରାଇଭରଙ୍କୁ ଥାନାରେ ଦେଇଦେବା କଥା। କାହିଁକି ସେ ଆପଣଙ୍କର କଣ କ୍ଷତି କଲେ? ଦିନେ ଆଜ୍ଞା ବିରଜା ମନ୍ଦିର ଯିବା ପାଇଁ ମୁଁ ଟ୍ରାଭେଲ୍ସରୁ ଗାଡି ମଗେଇଲି, ଡ୍ରାଇଭର ସାହେବ ଯାଇଥିଲେ ଆମର ଠିକ ନଖରା ପାଖରେ କି ଏତେ ଜୋର ବ୍ରେକ୍ ମାଇଲେ ଯେ ମୁଁ ସିଧା ଯାଇକି ଆଗ ଗ୍ଲାସରେ ବାଡି ହେଇଲି। ମାନେ ଆପଣ ବସିଥିବା ସିଟରୁ ଯାଇକି ଆଜ୍ଞା ଦେଖୁନାହାନ୍ତି ପୁରା ଚିହ୍ନଟା କେତେ ଜୋର ହେଇଛି, ଏତିକି ବଡ ଆଗୁଳ ଶିବ ମୂର୍ତ୍ତି ବାହାରି ପଡ଼ିଲେ ମୋ ମନରେ। ଆପଣଙ୍କ ନାଁରେ ଯୋଉ ଅଭିଯୋଗ ହଉଛି ସେ ଅଭିଯୋଗ ଠିକ ଯେ ଆପଣ ଏମିତି ବ୍ରେକ୍ ମାରୁଛନ୍ତି ଲୋକ କାଚ ଭାଙ୍ଗିକି ଆରପଟକୁ ପଳଉଛନ୍ତି? ନା ନା ଠିକ। କାହିଁକି ଆପଣ ଏମିତି ବ୍ରେକ୍ ମାରୁଛନ୍ତି? ଆପଣ ସଂଯତ ହବା ଦରକାର, ଯାହାକୁ ନଉଛନ୍ତି ସୁରକ୍ଷିତ ଆଣି ତା ଘରେ ପହଞ୍ଚେଇବେ। ତମ ସାଇଡରେ ଯୋଉ ତମ ସାଇଡରେ ତମ ଆଗରେ ମୋ ସାଇଡରେ ବସିଥିଲ ଆଜ୍ଞା ଏଇ ଯୋଉ ଡ୍ରାଇଭରଟା ଗାଡି ଚଲାଉଥିଲା ଏଟା ମଣିଷ ନା ମେସିନ୍? ମଣିଷ। ସକାଳ 6ଟା ବେଳେ ତମେ ଘରୁ ବାହାରି ତମେ 5ଟା ବେଳୁ ଉଠିକି ଗାଧୁଆ ପାଧୁଆ କରିକି ଯାଉଛ ମାଙ୍କ ଦର୍ଶନ। ମୁଁ ବି 5ଟା ବେଳୁ ଉଠିକି ଯାଉଛି, କାରଣ ତମ ଦର୍ଶନ ନ କଲେ ତମେ ହଉଛ ଗ୍ରାହକ ମହିଶ୍ୱର। ତମେ ମୋ ସାଇଡରେ ବସିକି ଢୋଳେଇବ, ମୁଁ ମଣିଷଟା କଣ କରିବି? ହାଇ ଗୋଟେ ଡିଆଁ ରୁହେ ଜାଣିଛ ନା? ମାନେ ଆପଣ ତାଙ୍କୁ କହିଲେନି ଯେ ମୋ ଡ୍ରାଇଭର ପାଖରେ ଥରେ କହିବି ଭାଇ ପଛ ସିଟରେ ଯାଇ ବସ। ପଛ ସିଟରେ ତାଙ୍କ ସାନ ଭାଇ ଗୋଟେ ତକିଆ ନେଇକି ଆସିଥିଲା, ତା ତକିଆଟା ପକେଇଦେଲା ଯେମିତି ତା ହନିମୁନ ବେଡ୍ ଏମିତି ତାଙ୍କ ଟେକି ଶୋଇଲା, ଇଏ ମୋ ସାଇଡରେ ବସିଲେ। ଆଚ୍ଛା ସିଏ ବାଣୀ ବିହାର ମାନେ ଭିଏସ୍ଏସ୍ ନଗର, ମୁଁ ବାଣୀ ବିହାର ଦେଇ ତାଙ୍କୁ ବାହାରିଲି। ତାପରେ ଏଇଠୁ ଯାଇକି ରସୁଲଗଡ଼ ଖଣ୍ଡେ ପାରିନି, ଏମିତି ଆରମ୍ଭ ହେଲା ତାଙ୍କର। ଆଚ୍ଛା ମୁଁ ଗିଅରଟା କେମିତି ପକେଇବି? ଥରେ ଗିଅର ଭାବିକି ତାଙ୍କ ଡାହାଣ ହାତ ଦେଇକି ଏମିତି 2 ଥର ହଲେଇଲି। ତାପରେ ମୁଁ କହିଲି ଉଠି ପଡନ୍ତୁ ଭାଇନା। କଣ ଏମିତି କାହିଁ ଚମକଉଛୁ? ମୁଁ ଢୋଳୁଛନ୍ତି ଘଟଣା ନା, ମୁଁ ନଈକି ଦେଖୁଥିଲି ମତେ କହିଲେ। ପୁଣି କିଛି ବାଟ ଯାଇଛି ପୁଣି ମାନେ ଜୋରରେ ନିଦ ଲାଗିଯାଇଛି। ନା ତେଣୁ ମୁଁ ଦେଖିଥିଲି ନା ଇଏ ଭଲ ଯୋଉଗୁଡା ଲାଟକିଆ ଭୂତ ବାତ ସେ ନେଇ ବନ୍ତେ
ମାନେ ଡିସ୍ ବ୍ରେକ୍ ମାରିଦେଲେ ଗାଡ଼ି ଟିକେ ମୁଁ ଠିଆ ହେଇ ପଡ଼ିଲି ତାପରେ ମାନେ ସେ ଏମିତି କରୁଥିଲେ ମୁଁ ବ୍ରେକ୍ଟା ମାରିଦେଲି ଯୋଉ ହିନ୍ଦୀ ସିନେମାରେ ଆପଣ ଦେଖିନାହାନ୍ତି ହିରୋ ଯୋଉ କାଚ ବାଟେ ଗଳିଯାଏ ସେଇମିତି ଟୋଟାଲି ବାହାରିକି ଅଣ୍ଟା ଯାଏଁ ପଳେଇଲେ ଆଗକୁ। ମାନେ ଆପଣ ଜଣେ ଯାତ୍ରୀଙ୍କୁ ନେଇକି ଯାଉଛନ୍ତି ବିରଜା ଠାକୁର ଦର୍ଶନ କରିବା ପାଇଁ କିନ୍ତୁ ଆପଣ ତାକୁ ମେଡିକାଲକୁ ପଠେଇ ଦଉଛନ୍ତି ନା କେତେ ତୁଳୁଛନ୍ତି? ଦେବ ଦର୍ଶନରେ ଯାଉଥିଲେ ଡାଇରେକ୍ଟ ଶିବଲିଙ୍ଗ ମୁଣ୍ଡରେ କରିଦେଇଛି ମୁଁ କହିଲି ସେଇଠି କହୁଛନ୍ତି ବିରଜାଙ୍କର ଦର୍ଶନ କରିକି ନିଜ ମୁଣ୍ଡରେ ଶିବଲିଙ୍ଗକୁ ଦର୍ଶନ ମାନେ ଏଇ ସାଇଜ ଗୋଟେ କରିଦେଲି ପୁରା ବିଦ୍ୟାରଣ୍ୟ ଏମିତି ଶିବଲିଙ୍ଗ ଏଇଠି ଯେ ଯଦି ତମେ ଶୋଇଲ ଭାଇ ଟିକେ କଥା ବୁଝ ଗାଡି ଆଗ ସିଟରେ ବସିକି ତମେ ସକାଳ 6ଟା ବେଳେ ଘରୁ ବାହାରିଛ ମୁଁ ବି 6ଟା ବେଳେ ବାହାରିଛି ତମେ ଯଦି ମୋ ସାଇଡରେ ବସିକି ଶୋଇଲ ଖାଲି ଶିବଲିଙ୍ଗ ଦେଖିଲ ତମେ 2 ଜଣ ଯାକ ପୁରା ଏକଦମ ପରମାତ୍ମା ପ୍ରାପ୍ତି ହେଇଥାନ୍ତେ ଯଦି ମୁଁ ତାପରେ ଶୋଇଥାନ୍ତି। ତମେ ଦେଖିଛ 5 ଜଣ ବସିଥିବା ଜାଗାରେ ଜଣେ ହାଇ ମାରିଲେ 3 ଜଣ ମାରନ୍ତି ଜାଣିଛ ନା ନାଇଁ ଆଗ ସିଟରେ ବସି କୋଉ ଭଦ୍ରାମୀରେ ତମେ ଢୋଳଉଛ ତାମାନେ ଏମିତି ବ୍ରେକ୍ ମାରିବେ ତମେ ବୁଝେଇବା ଲାଗି ତମେ ସତ କଥା କୁହ ତାପରେ ମୁଁ ତମକୁ ବିରଜା ନେଲି ନେଇକି ଆସିଛି ସେଇଦିନ ରାତିରେ ବି ତମେ ଘରେ ଶୋଇଛ ଶୋଇବ ନିଦ ମାନେ ଯୋଉ ଅବସ୍ଥା କରିଛନ୍ତି ଏପର୍ଯ୍ୟନ୍ତ ତାଙ୍କ ମୁଣ୍ଡ ଏପର୍ଯ୍ୟନ୍ତ ବି ତମ ନିଦ ହଉନଥିବ କାଳେ କିଏ ବ୍ରେକ୍ ମାରିଦବ ଠିକ ଅଛି ଆପଣ ଆସନ୍ତୁ। ନମସ୍କାର ଆପଣ ଯେତେବେଳେ ଯୋଉ ପ୍ୟାସେଞ୍ଜରକୁ ନେଇକି ଯାଆନ୍ତି ତାଙ୍କ ଘରୁ ତା ଭାଇ ଟୋଟାଲ ଗୋଡି ଗାଡି ହେଇଥିଲା ଘଟକା ସାଉଣ୍ଡରେ ହଠାତ୍ କେମିତି ଉଠିଲା ଦେଖିଲା କଣ ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ ହେଲା ନା ମୁଁ କହିଲି ନା ଏଠି ଶିବଲିଙ୍ଗ ବାହାରିଲେ ତ ତାପରେ 2 ଭାଇ ଯାକ ମିଟିଂ ମୋ ସଦା ଉଠା କଲେ ମୁଁ ଗାଳି ଦେଲେ ଗାଳି ଦବ କିନ୍ତୁ 2 ଭାଇ ଯାକ ସେଠି ଘର ଟୋଟାଲି ଶୋଇଲେନି ଘର ପହଞ୍ଚିଗଲେ ଭାରି ଗର୍ବର କଥା ଆଉ ପ୍ରାୟ ଟ୍ରାଭେଲ ଡ୍ରାଇଭର ମାନେ ଘରୁ ବାହାରିଲା ମାତ୍ରେ ସାଙ୍ଗେ ସାଙ୍ଗେ ନେଇ ତେଲ ଟାଙ୍କିରେ ପୁରେଇ ଦିଅନ୍ତି ସାଙ୍ଗେ ସାଙ୍ଗେ ତେଲ ପକାଅ ଆପଣ ଗାଡି କଣ ଏକଦମ ଶୁଖିଲା ଥାଏ ଆଗରୁ ଠୋପେ ବୋଲି ତେଲ ନଥିବ ଆପଣ କେତେବେଳେ ଟ୍ରାଭେଲ ଫରେନ୍ସ ଗାଡି ନେଇକି ଯାଇଛନ୍ତି କୁଆଡେ ହଁ ନେଇକି ଯାଇଛି ଆପଣ ଧର ଯୋଉ ବାଲେଶ୍ୱର ଯିବେ କୋଉଠି ଯିବେ ବାଲେଶ୍ୱର ଆପଣ କେତେ ଟଙ୍କା ତେଲ ଖର୍ଚ୍ଚ ହବ ବାଲେଶ୍ୱର 500-700 କି 1200 ଟଙ୍କା 1200 ଟଙ୍କା ତେଲ ଆପଣ ପକେଇଛନ୍ତି ବାଲେଶ୍ୱରରୁ ଯାଇ ଘୁରିକି ଆସିଲା ପରେ ଆପଣଙ୍କ ହିସାବରୁ କେତେ ତେଲ ହଉଥିବ 1200 ଟଙ୍କାର ତେଲ ଖର୍ଚ୍ଚ ହବ ଜାଣିଛନ୍ତି 1200 ଟଙ୍କାର ତେଲ ପକେଇଛନ୍ତି ତାପରେ ଯୋଉ ଲୋକଟା ପାଖକୁ ଯିବେ ତା ନାଇଁ କଣ ଅଛି ମାନେ ଜଣେ ଲୋକ ସେ ଲୋକ ଆରେ ଭାଇ ତମେ ତମର ତେଲ ପକେଇବା ତମର କଣ କଷ୍ଟ ହଉଛି ମାନେ ସେ ପଇସାଟା ତ ତମ ଟ୍ରାଭେଲ୍ସ ବିଲରୁ କାଟିବ ତମେ ତେଲଟା କାଇଁ ପକେଇବ ଅନେକ ସମୟରେ ପାଖରେ ପଇସା ନଥାଏ ଏଟିଏମ୍ ରୁ ସେମାନେ ପଇସା ଉଠେଇବେ ବହୁତ ସମସ୍ୟା ଅଛି ତ ତମେ ସମସ୍ୟାରେ ତାକୁ ଠିକ ଜାଗାରେ ନ ପହଞ୍ଚେଇକି ଆଗ ଯାଇକି ତେଲ ଟାଙ୍କିରେ ପୁରେଇବ ସେଇଠୁ ପେଟ୍ରୋଲ ଟାଙ୍କି ଜଷ୍ଟ 1.5 କିଲୋମିଟର ପାରି ଥିବ ତେଲଟା ସରିଗଲେ କଣ କରିବ କିଛି ଲୋକ ଅଭିଯୋଗ କରିଛନ୍ତି ଯେ ଆପଣ ଯେତେବେଳେ ଫାଙ୍କାରେ ବସିଥାନ୍ତି ସେତେବେଳେ ତେଲ ପକେଇବା କଥା କହିବେନି ଯେତେବେଳେ ପଇସା କାମରେ ଯାଉଥିବେ ପଇସା ଦବ କି ନାଇଁ ଆପଣ ଆସି ପହଞ୍ଚିଲେ ତାଙ୍କ ମାନେ ମୁଁ ତମକୁ ତେଲଟାକୁ ବାଲେଶ୍ୱରରୁ ଆଣିକି ଛାଡ଼ିଦେଲି ତାପରେ ମୁଁ ରାତିରେ କାହାକୁ କହିବି ମୋ ସ୍ତ୍ରୀ କହିବି ଯେ ତେଲ ପକେଇ ଦେଇଦେ କହିବି ଆପଣ ଗୋଟେ ବେକାର କଥା ନୁହେଁ ଯିଏ ଆଜ୍ଞା ନବ ସିଏ ତେଲ ପକେଇବ ନା ମୁଁ ତାକୁ କହିବି ନା ସିଏ ଆସିଲେ ସିନା ମୁଁ ମୋଟା ଘର ଆଗରେ ଅଧଘଣ୍ଟାକୁ ଠିଆ ହେଇଛି ଆପଣ ଏଇଭଳି ଭାବରେ କଥାବାର୍ତ୍ତା କରନ୍ତି ଯେତେବେଳେ ଆପଣଙ୍କର ମୋବାଇଲରେ କାହାର ଫୋନ ଆସେ ସମସ୍ତଙ୍କ ସାମ୍ନାରେ ଅତି ଅଭଦ୍ର ଭାବରେ ଆପଣ ବ୍ୟବହାର କରନ୍ତି ସାଙ୍ଗସାଥି କଥାବାର୍ତ୍ତା ସେମାନେ କାହିଁ ଶୁଣୁଛନ୍ତି ସେମାନେ ଯେତେବେଳେ ତାଙ୍କ ଗାର୍ଲଫ୍ରେଣ୍ଡ ସହିତ ଗୋଟେ ଗୋଟେ ଅଛନ୍ତି ଖାଲି ଚୁମା ଚାଟି ଚଲେଇଥିବେ ପଛଆଡେ ମୁଁ ଗାଡି ଚଲଉଥିବି ଖାଲି ଏମିତି ଶୁଭୁଥିବ ମୁଁ ମଣିଷ ନା ମୁଁ କୁକୁର ସାଙ୍ଗରେ ଧରି ପଳେଇ ଯାଇଛନ୍ତି ମୁଁ ଭାବେ ଦେଖିଲ ସେ ଗୋଟେ ଗୋଟେ ଗୋଡ ଫୋଡ ମୋ କାନ୍ଧ ପାନ୍ଧ ଉପରେ ନଦୀ ଦେବେ ସେଟା କି କଣ ଆଚ୍ଛା ମୁଁ ମୋ ସାଙ୍ଗ ସହିତ କଥା ହେଲା ତାଙ୍କ ଦେହରେ କଣ ପ୍ରୋବ୍ଲେମ ହଉଛି ଭାସ୍କର ବାବୁ ଆପଣ ସବୁ କଥାରେ ଅନ୍ୟମାନଙ୍କ ଦୋଷ ଦଉଛନ୍ତି କିନ୍ତୁ ଆପଣଙ୍କ ନାଁରେ ଶହ ଶହ ଅଭିଯୋଗ ଭାସ୍କର ବାବୁ ଏବଂ ତାଙ୍କ ଭଳି ଅନେକ ଟ୍ରାଭେଲ୍ସ ଡ୍ରାଇଭର ଅଛନ୍ତି ଯୋଉମାନେ ସବୁ ଯାତ୍ରୀମାନଙ୍କୁ ବହୁତ ହଇରାଣ ହନ୍ତସନ୍ତ କରନ୍ତି ଏବଂ ତାଙ୍କ ବ୍ୟବହାରରେ ସେମାନେ ଅତିଷ୍ଠ ହୁଅନ୍ତି ଆଜି ସମୟ ଆମ ପାଖରେ ବହୁତ ଅଭାବ ଅଛି ଏବଂ ତାଙ୍କ ନାଁରେ ଅଭିଯୋଗ ଅନେକ ଅଛି ସେଇ ଅଭିଯୋଗ ସବୁ ମୁଁ ପେଶ କରିବାକୁ ଚାହୁଁଛି ଏବଂ ଆଉ କିଛି ଅଭିଯୋଗକାରୀଙ୍କୁ କାଠଗଡାକୁ ଆଣିବାକୁ ଚାହୁଁଛି ଭାସ୍କର ବାବୁଙ୍କ ଭଳି ଟ୍ରାଭେଲ୍ସ ଡ୍ରାଇଭରଙ୍କର ସାଧୁତାକୁ ପ୍ରମାଣିତ କରିବା ପାଇଁ ସେମାନେ କୋଉ ଭଳି ଭାବରେ ଅସାଧୁ ଭାବରେ ସେମାନେ ଲୋକମାନଙ୍କୁ ଲୁଟୁଛନ୍ତି ଲୋକମାନଙ୍କ ପାଖରୁ ପଇସା ନେଉଛନ୍ତି ତେଣୁ ମୁଁ ମାନ୍ୟବର ବିଚାରପତିଙ୍କୁ ଅନୁରୋଧ କରିବି ଭାସ୍କର ବାବୁଙ୍କ ନାଁରେ ସମ୍ପୂର୍ଣ୍ଣ ଅଭିଯୋଗ ଶୁଣାଣି କରିବା ପାଇଁ ଆଉ ଗୋଟେ ତାରିଖ ଧାର୍ଯ୍ୟ କରିବେ ସମସ୍ତ ଅଭିଯୋଗକାରୀ ମାନଙ୍କର ଅଭିଯୋଗ ଶୁଣିଲା ପରେ ଅଦାଲତ ତାଙ୍କର ରାୟ ଶୁଣାଇବେ ସେଥିପାଇଁ ଅନ୍ୟ ଏକ ତାରିଖ ଧାର୍ଯ୍ୟ କରାଗଲା शायद आपको याद होगा कि कुछ समय पहले कुछ कॉकरोचेस थे जो इंडिया को नेपाल बनाना चाहते थे जीवन तीन पाँच का सर चल बाहर में ना तो देख के भाई କେତେ 5 ମନା ବସି ପଡୁଛି ଘାଟରେ ବହୁତ ପାୱାର ନା ଦେଖିଆ ନାଲିଆ ପଢେଇଲାଣି ସବୁ 3ଟା ଯାକ ନେଇଗଲା ନାଲିଆକୁ କାହାକୁ 12ଟା ଯାକ ଏଇଠି ହବ ନା ଛଗो କାହାକୁ ଯୋଗ୍ୟ ଧର୍ମେନ୍ଦ୍ର ବି ଅଛି ଦୁର୍ଗା ଅଛି
ଛାଡ଼ି ବି ହେଉନି ସେଇଟା। ହବନି କହିଲି ବାହାରିବ ବୋଲି ତାର ଗଲେ କିଛି ୟେସ୍ ଯେ ସବୁ ନଗର ଗୋଟେ ଗୋଟେ ଅଛି ଅଛି ନା କିଏ କାଣ୍ଡ ହବ ଏଇ ଦୁଇ ଏଇ ଗଲା 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 ଏଇ ଦେଖ ଦୁର୍ଗା ଗଲା ଆନା ଖାଲି ଆନାଟା ଧର୍ମେନ୍ଦ୍ରଟା ଖାଲି ଧର୍ମେନ୍ଦ୍ରଟା ମୁଁ ଜଗିଥିବି ହେଲା 1 2 ଗଣ ନା ସେଟା ଗଣ ନା 1 2 ଦୁର୍ଗା ଗଣ ଟିକେ 6 ଛଅ ତ ୟେସ୍ ପଡ଼ିଲା ସେଟା ମାନେ ଖାତିର କରୁନାହାନ୍ତି ମୋତେ ନା କିଛି ନାହିଁ ଗୋଟେ ସେ ଡରେଇ ପାଇନ ଆନାକୁ ଦେବା ଗୋଟେ ରିକ୍ସ ଦେବା ହେଇଗଲା ମୁଁ ପଡ଼ିଲା ନା କ୍ଲିୟର ଧର୍ମେନ୍ଦ୍ର ମୁଁ ରହିଲୁ ନା ଦୁର୍ଗା ଧର୍ମେନ୍ଦ୍ର ମୁଁ 3 ଜଣ ମୁଁ ତ ଖୋଜିବି ସାର୍ ମୁଁ ବି ସେ ଚାହୁଁଛି ଯେ ହେଉନି ଶଳା କଷ୍ଟ ହବ ତମେ କାଗଜ ଧରିବ ତମର ଏତେ ଅଛି ଯଦି ଧରିବ କାଗଜ ଧର୍ମେନ୍ଦ୍ର ପାଇଁ ଜାଲ ବିଛେଇଛି ଯେ ହେଉନି ଆଉ ଭେରି ଗୁଡ୍ ନା ତମର କ୍ଲିୟର ଏଇଠି ଦେବ ଥ୍ୟାଙ୍କ ୟୁ ମ୍ୟାନ୍ ଟିର୍କି ଗୋ ଜାଲରେ କଣା ହେଇଗଲା ବୋଧେ ଛଅ ଗଣ ନା ହଁ ପଡ଼ିବ କୋଉଠି 6 ଦେଖ କ'ଣ ଅଛି ଦୁର୍ଗା ଭାଇ ବଡ଼ 6 ମୋର ଗାଁଟେ ସେ ଦୌଡ଼ିଲାଣି ମାରିକି ଯାଅ ହେଲେ ବାଣ ଅଛି ସେ ପଳେଇଲା ତମର ମୋର ରହିଲେ ଆମେ ହଁ ଦୁଇ ଖରିଆ ଆଜି ଖେଳ ଆଉ ବାଣ ସାଢ଼େ 4 ଗो ହଁ ଇଆଡ଼େ ଦୁଇଟା ଯାକ 4 ଓକେ କୋଉଟାକୁ ଚାଲିଛି ବସ ପଡ଼ ବହୁତ ଇଏ ଦୁର୍ଗା ଫସିବ ପଳେଇଛି ଆଚ୍ଛା ଅଛି ପଳେଇଲା ସେ ହେବନି ଆଉ କିଛି ପକେଇବ ସାର୍ There is no chance. There is no chance, man. ଚାନ୍ସ ନାହିଁ ଦୁର୍ଗା ବାହାରି ଗଲେ କେହି ତ ଗୋଟେ ତ ହଁ ଦିଅ ଘୁରିଲା କ'ଣ ଏଠି ବିଶ୍ୱଟା ଭାଙ୍ଗିଯିବ ନା କିଏ ମାର ଅଛି ଆମ ଲାଗିଛି ନା ଭାନ୍ତାଣ୍ଡ ରାସ୍ତା ବିଶ୍ୱ କୁହନି ଲାଗିଯାଇଥିବ ପଛରେ ଲାଗିଯାଇଥିବ ଦିଛ गियर पर लगा रहा हूँ हाँ 1 2 3 4 5 और सर दुर्गा भारी पड़ता अरे 6 पकड़ लगे तो साढ़े क्या रे तुम जगह कौन गोटे को अच्छे नहीं है नहीं गोटे इधर रखी दी गोटे बसेगा साढ़े सॉरी साढ़े 6 तो दो सौ जो कुछ चाहिए लोग गए ना तो से सब हौसले हैं लोग बस 이거 서 보세요 사들은
କୋଉଦିନ ସଂଗ୍ରାମ ସଂଗ୍ରାମ ରହିବ ଆତ୍ରେ କୋଉଦିନ ହେଲାନି ସଂଗ୍ରାମ ପାଦୁନ ଧର୍ମ ଦର୍ଶନ ରହିବ କହୁଥିଲୁ ହେଲାନି ହୋ କିଛ ସବୁ ହେଲାନି ଆଜି ପାରବେ ଛ ଏଇଟା ଦଉଥିଲା ରେ ଯେ ତୁମ ନା ଜାଣିଲ ଗୋଟେ ଗୋଟେ ଦଉଛି ମୋର ଏନାଲେ ଚାଲୁ ଆଚ୍ଛା ନା ସେଟା ଦୁର୍ଗା ଗାଁଟା ଦୌଡ଼େଇ ପାଖରେ ଏବେ ରହିଛି ଆଣିଲେ ସେଟା ଦେଖିବା ଚେଷ୍ଟା କରିଥା ଯଦି ବସି ବସା ଗଲା ବି ତାର ସୁଧା କରିଦେଲା ବସିଛି 5 लग गया 5 ସେପଟ ଘରୁ ଗଲେ ବୁଲେଇ ଦେବୁ ସାର୍ ନା ଆଉ କେତେଟା ଛୋଇଡ ସେଇଟା ଦେଇଯାଉ ଛ ଛ ପକେଇବା ଛଅ ପକେଇବା ଅଛି ଛ ଭଲ ଛ ଛ ଚାରିଟା ପଡୁ ଏଠି ଖାଲି ଛ ଦିଛ ଘୁଡ଼ି ବାର୍ତା ମାରି चल रहा हो चल आगे आगे चल हो गया डीलर क्लियर दे ଗୋଟେ ଦବା ଦୁର୍ଗାକୁ ଦବା ହଉ ଦିଅ ଧୋଇ ଦବା ଦିଅ ଅଛି ଛଅ ଗୋ ବସି ଯା ବସ୍ତି ଏଇଠି ଛୋଟ ଦେଲେ ପାରି ଯିବି ଘଣ୍ଟା ଦେଲା ସବୁ ପାରା ପାଞ୍ଚ बस दे तक कांच एडी छोटा बस उड़ गए क्या कितना सोच हम भी डालेंगे क्या दीटा दीटा एक था उधर कौन करियो वो तो आवड़ पड़ दी बस दुई पड़ बस पाता को पड़ियो तो सारे दो 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 रो काई कावली पड़ियो पड़ितले तो एकटा ना आगल हां तिरकी तो गेला सब बहुत तिरकी गेला डिंचक कौन तो बन से सब तिरकी दो लेटर दबो एटा ले जे दबो ना यस आसी पसी गेले दबो बसली दो जाओ बाण लास्ट को की बाण हो लेकुने बाण जा जा बेरे बाण नाय रे इज्जत रे सवाल सड़ा इज्जत जाने दो दिलान लो पुष्पा दिलान दुर्गा 5 पड़ गया आउट